ବାସ୍ ଭାଇ ଜୟ ଜୟ ଜଗନ୍ନାଥ ଜଗନ୍ନାଥ। ପ୍ରଣାମ କେମିତି ଅଛନ୍ତି? ଭଲ ଅଛି ଭାଇ। ଭଲ ଆମେ ବହୁତ ଚେଷ୍ଟା ଜୟ କରିଥିଲୁ ଜଗନ୍ନାଥ। ଫେସବୁକ୍ ଲାଇଭ୍ ଆସିବା ପାଇଁ କିନ୍ତୁ ହୁଏତ କିଛି ଟେକ୍ନିକାଲ ଏରର ହେତୁ ଆମେ ଆସିପାରିନେ ଆଜି ପ୍ରଥମ ଥର ହଁ ପାଇଁ ଇନଷ୍ଟାଗ୍ରାମ ରେ କରୁଛୁ। ମୁଁ ଆପଣଙ୍କୁ କହି ରଖେ ଯେ ଆପଣଙ୍କ ସହିତ ଜଣେ ପ୍ରଥମ ପଡକାଷ୍ଟ କରିଥିଲେ। ଆପଣ ଜାଣିଛନ୍ତି ଆପଣଙ୍କ ସହିତ ପ୍ରଥମ ପଡକାଷ୍ଟ ପ୍ରଥମ ଏପିସୋଡ କରିଥିଲେ କିଏ? ତାଙ୍କ ନିଜର ପଡକାଷ୍ଟ ଷ୍ଟାର୍ଟ କରିଥିଲେ। ମୋର ସାଙ୍ଗ ଦେବାଶିଷ ନା ଆଉ ଜଣେ ରହିଛନ୍ତି ଆପଣ ଟିକେ ରିମାଇଣ୍ଡ କରନ୍ତୁ ଭାଇ। ମୋ ସହିତ ପ୍ରଥମ ପଡକାଷ୍ଟ କରିଥିଲେ। କିଏ କରିଥିଲେ ପ୍ରଥମ ପଡକାଷ୍ଟ? ମନେ ଓକେ ପଡୁନି। ସୋ ତାଙ୍କର ପ୍ରଥମ ଏପିସୋଡ କରିଥିଲେ ଭୁବନେଶ୍ୱର କ୍ଲବ ହାଉସ ର ଓ ଭୁବନେଶ୍ୱର କ୍ଲବ ହାଉସ ଭୁବନ କ୍ଲବ ଭୁବନେଶ୍ୱରର ବନସ୍ମିତା ପତି। ୟେସ୍ ବନସ୍ମିତା ପତି କରିଥିଲେ। ତ ମୁଁ ମଧ୍ୟ ଆପଣଙ୍କ ସହିତ ପ୍ରଥମ କରୁଛି ଲାଇଫ ର କାହିଁକି ମତେ କମ୍ଫର୍ଟେବଲ ଅଛି ଆଜ୍ଞା ଇନଷ୍ଟାଗ୍ରାମ ରେ କରିବା ପାଇଁ ମଧ୍ୟ ବହୁତ କମ୍ଫର୍ଟେବଲ ଯେ ଇନଷ୍ଟାଗ୍ରାମ ରେ ଲାଇଭ ଆସିଲେ ମଧ୍ୟ ବହୁତ ଭିଉର୍ସ ମଧ୍ୟ ଆସୁଛନ୍ତି ଏବଂ ଆମେ ଆପଣଙ୍କ ସହିତ କନେକ୍ଟ କରିପାରୁଛୁ ନିହାତି ରୂପରେ ଆମ ଗର୍ବ କଥା। ଓକେ ସୋ ଟୁଗ୍ନ ଭାଇ ଆମେ ଢେର ସାରା କଥା ହବା ଆମର ଯେତେ ଅତିଥି ଆସୁଛନ୍ତି ଆମେ ତାଙ୍କ ବିଷୟ ନେଇକି ବହୁତ ଆଲୋଚନା କରୁ ତାଙ୍କର ପର୍ସନାଲ ଲାଇଫ ପ୍ରଫେସନାଲ ଲାଇଫ ଭିତରେ। କିନ୍ତୁ ଟୁଗ୍ନ ଷ୍ଟାଇଲିଷ୍ଟଙ୍କର ପିଲାଦିନ କେମିତି କରିଥିଲା କୋଉଠି କରିଥିଲା ଭାଇ? ମୋ ଘର ହଉଛି ଯାଜପୁର ମା ବିରଜାଙ୍କ ମାଟିରେ। ତ ଓକେ ମୋର ପିଲାଦିନ ଯେମିତି ସବୁ ମିଡିଲ କ୍ଲାସ ଛୁଆଙ୍କର ପିଲାଦିନ ଗୋଟେ ଜାଗାରେ କଟିଯାଏ ସେମିତି ଓକେ କଟିଥିଲା। ମାଡ ଗାଳି ଆଉ ସ୍କୁଲ ଚଗଲାମି ଆଉ ପାଠ ପଢା ସାରଙ୍କ ଗାଳି କାନମୋଡା ଏଇ ସବୁ ଭିତରେ କଟିଛି ପିଲାଦିନ ଯାଜପୁରରେ। ପୁରା ଏଣ୍ଟାର ଓକେ ଯାଜପୁରରେ ପିଲାଦିନ କଟିଛି। ଆଚ୍ଛା ଆମେ ଦେଖୁଥିଲୁ ଆପଣଙ୍କର ମାନେ ସ୍କୁଲ ଯୋଉଠି ରହିଛି ସେ ସ୍କୁଲ ହାଇ ସ୍କୁଲ ଆପଣଙ୍କର କୋଉଠି ରହିଛି ଆପଣଙ୍କର? ମୋର ହାଇସ୍କୁଲ ଥିଲା ଗୋଟେ ରାଣୀମା ହାଇସ୍କୁଲ ଥିଲା। ରାଣୀ ମୁଁ ଆକ୍ଚୁଆଲି ୟେସ୍ 5ଟା ସ୍କୁଲରେ ପାଠ ପଢିଛି। ମୁଁ ଓକେ 5ଟା ଓକେ ହାଇସ୍କୁଲରେ 5ଟା ସ୍କୁଲରେ ପାଠ ଆଚ୍ଛା ପଢିଛି। ମାନେ ପ୍ରଥମରୁ ପଞ୍ଚମ ଗୋଟେ ସ୍କୁଲ, ଷଷ୍ଠ ସପ୍ତମ ଗୋଟେ ସ୍କୁଲ, ଅଷ୍ଟମ ହୁଁ ନବମ ଗୋଟେ ସ୍କୁଲ, ଦଶମ ଗୋଟେ ସ୍କୁଲ। କାହିଁକି ନା ଆମ ଫ୍ୟାମିଲିରେ ସମସ୍ତେ ଟିଚର। ଯାହାର ଇଚ୍ଛା ହେଲା ମୁଁ ସାର୍ଟିଫିକେଟ ନେଇ ତାଙ୍କ ସ୍କୁଲରେ ପାଠ ପଢେଇଲି। ତ ମନ ଇଚ୍ଛା ମୁଁ ପାଠ ପଢିଲି ଆଉ। ଓକେ ସୋ ମୁଁ କହି ରଖେ ଦର୍ଶକ ମାନଙ୍କୁ ମାନେ 2024 ଅଗଷ୍ଟ 10 ତାରିଖ ଦିନ ଆମେ ଟୁକୁନା ଭାଇଙ୍କୁ ବା ଟୁକୁନା ଷ୍ଟାଇଲିଷ୍ଟ ଆପଣ ସମସ୍ତଙ୍କର ପ୍ରିୟ ଦୀପକ ତ୍ରିପାଠୀଙ୍କୁ ଆମେ ମେସେଜ କରିଥିଲୁ ରିକ୍ୱେଷ୍ଟ କରିଥିଲୁ ଭାଇ ଆମର ଗୋଟେ ପଡକାଷ୍ଟ ଷ୍ଟାର୍ଟ କରୁଛୁ ଆମେ 10 ନମ୍ବର ଏପିସୋଡ 11 ନମ୍ବର ଏପିସୋଡ ଥିଲା। ତ ଭାଇଙ୍କୁ ପାଖାପାଖି 40ଟା ଏପିସୋଡ ପରେ ମାନେ 1.5 ବର୍ଷ ପରେ ଆମେ ପାଇଲୁ ଭାଇଙ୍କର ସମୟ ଆମକୁ ଦେଇଛନ୍ତି। ଭାଇ ଆପଣଙ୍କୁ କେମିତି ଲାଗୁଛି ଆମ ପଡକାଷ୍ଟକୁ ଆସିକି ଯେହେତୁ ଆମେ ଗୋଟେ ଗୋଲ୍ଡେନ ଜୁବଲି ସାରି ସାରିଛୁ 50ଟା ଏପିସୋଡ ସାରିଛୁ। ବଢିଆ କଥା, ଭଲ କଥା। ବିଦେଶରେ ରହିକି ଓଡିଆ ଅଭିନେତା, ଓଡିଆ କଳାକାର, ଓଡିଆ ଟ୍ୟାଲେଣ୍ଟ କୁ ଆପଣ ନିହାତି ଭାବରେ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଏଇଟା ଗୋଟେ ବହୁତ ବଡ ଗର୍ବର କଥା। ଆଉ ଭାରି ଖୁସି ଲାଗିଲା 50ତମ ଏପିସୋଡ ରେ ଆସିକି ଆଉ ଗୋଟେ ନୂଆ ପ୍ଲାଟଫର୍ମ ରେ ଆପଣ ମାନଙ୍କ ସହିତ ଯୋଡି ହେଇକି ଭଲ ଲାଗିଲା। ନିହାତି ଭାବେ ନାଇଁ ମାନେ ମୁଁ କହିବାର ଅର୍ଥ ଥିଲା ଆପଣ ଟୁଗ୍ନ ଭାଇ ସିରିୟସଲି କହିବେ ଯେ ଆପଣ କେତେ ବିଜି ରହୁଛନ୍ତି ଯେ ଆମକୁ ଏତେ ଦିନ ହେଲା ଟାଇମ ଦେଇ ପାରିଲେନି କଣ ଥିଲା ମୁଁ କାହିଁକି ଦେଇ ମେନ୍ ପାରିଲେନି? କଥା ହେଲା ମଝିରେ 6-7 ମାସ ମୋ ଦେହ ଖରାପ ହେଲା। ମାନେ ଆଞ୍ଜାଇଟି ଫାଞ୍ଜାଇଟି ହେଇକି ଟିକେ ପ୍ରୋବ୍ଲେମ ହେଲା। ଓକେ ଆଉ ସେ ଭିତରେ ମୁଁ କିଛି କାମ କରିନଥିଲି। ତାପରେ ଆଉ କିଛି ଦିନ ଏମିତି ବିଜି ରହିଲି। କେତେଟା କାମ ଥିଲା, ସିନେମା ଥିଲା। ତ ତା ଭିତରେ ସବୁ ସରିଲା ପରେ ଆଜି ଫାଙ୍କା ହେଇଗଲି ଆଉ। ସିଏ ଭଗବାନଙ୍କ ଇଚ୍ଛା, ସିଏ କେବେ କିଏ ଫାଙ୍କା ହବ, କେବେ କିଏ ରହିବ, କଣ ହବ, ଏଇଟା ଭଗବାନଙ୍କ ହାତର କଥା। ଓକେ ସୋ ମୁଁ ଦର୍ଶକ ମାନଙ୍କୁ କହି ରଖେ ଯେ ଯେତେବେଳେ ଗୋଟେ କଳାକାର ନିଜର କଳା ପ୍ରଦର୍ଶନ କରେ ଆମେ ତାଙ୍କର କଳାରୁ ଜାଣିପାରେ ଯେ କଳାକାରର ଦକ୍ଷତା କେତେ ବା ଭଲ କିମ୍ବା କଳାକାର କିମ୍ବା ଖରାପ କଳାକାର ବୋଲି ଆମେ କହିପାରିବା। ଯେତେବେଳେ ଗୋଟେ କଳାକାର ନିଜ ମୁହଁରେ ରଙ୍ଗ ମାରିକି ନିଜକୁ ରଙ୍ଗୀନ କରେ ତ ସେ ରଙ୍ଗ ପଛର ବା ଆମକୁ ଯେତେ ହସଉଥିବା ବା କନ୍ଦଉଥିବା ମଣିଷଟିର ତା ଭିତରେ କଣ ରହିଛି ବା ପଛପଟେ କଣ ରହିଛି ବା ବଡ ପରଦାର ପଛରେ କଣ ରହିଛି ସୋ ସେ ବିଷୟ ନେଇକି ଜାଣିବା ପାଇଁ ଆଜି ଆମେ ପଡକାଷ୍ଟରେ ଇନଭାଇଟ କରିଛୁ ଦୀପକ ତ୍ରିପାଠୀ ବା ସେ ଘରେ ଘରେ ପରିଚିତ ଷ୍ଟାଇଲିଷ୍ଟ ଟୁକୁନା ଷ୍ଟାଇଲିଷ୍ଟ ଭାବରେ। ଟୁକୁନା ଭାଇ ଆପଣଙ୍କ ଘରେ କେମିତି ଡାକନ୍ତି, ବାପା ମା କେମିତି ଡାକନ୍ତି, କଣ ବୋଲି ଡାକନ୍ତି? ମତେ ଆମ ଘରେ ଦୀପୁ ବୋଲି ଡାକନ୍ତି। ମୋ ନାଁ ହଉଛି ଦୀପକ ତ୍ରିପାଠୀ। ମୁଁ ଏଠିକି ଆସିଲା ପରେ ମୋ ନାଁ ଟୁକୁନା ଷ୍ଟାଇଲିଶ ହେଲା। ମତେ ଘରେ ଓକେ ଆକ୍ଚୁଆଲି ଦୀପୁ ବୋଲି ଡାକନ୍ତି। ତ ଦୀପୁ ନାଁରେ ଗାଁ ଗହଳି ଘର ଆଉ ବନ୍ଧୁବାନ୍ଧବରେ ପରିଚିତ। ଆଚ୍ଛା ଦୀପକ ଭାଇ ଆପଣଙ୍କୁ ଲାଗେନି ଯେ ଦକ୍ଷ ଦକ୍ଷ ଯେତେ ମାନେ ବଡ ବଡ କମେଡିଆନ ମାନେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିରେ ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି କଥା କହିବା କିମ୍ବା ଅପେରା ଜଗତ କଥା କହିବା ଯେହେତୁ ନୂଆ ନୂଆ ଏବେ ଲାଷ୍ଟ 10-12 ବର୍ଷ ହେଇଗଲା ୟୁଟ୍ୟୁବ ଆସିଛି ଆପଣଙ୍କ ବୟସ ଅନୁସାରେ ଆପଣ ଟିକେ ଓଡିଶାର ଫେମସ ହେଇନାହାନ୍ତି ଆପଣ ଟିକେ ଅଧିକ ଟିକେ ନାଇଁ ହେଇଯାଉନାହାନ୍ତି? ମୋ ବୟସ ଠାରୁ ବି ବହୁତ କମ ବୟସର କଳାକାର ଅଛନ୍ତି ଯୋଉମାନେ ଓଡିଶାରେ ଫେମସ। ଢେଙ୍କାନାଳିଆ ଟୋକା ଦେଖନ୍ତୁ, ଆଉ ଆଚ୍ଛା ତାପରେ ମାଙ୍କେ ଦେଖନ୍ତୁ, ଆଚ୍ଛା ତାପରେ ଏମିତି ବହୁତ ସାରା କଳାକାର ଅଛନ୍ତି ଯୋଉମାନେ ମୋ ଠାରୁ ବୟସରେ ବହୁତ କମ କିନ୍ତୁ ବହୁତ ଫେମସ।
ପ୍ରଳୟ ହଉ କି ବାକି ଯୋଉ ବି କମେଡିଆନ୍ସ ମାନେ ଅଛନ୍ତି ସମସ୍ତେ ପ୍ରାୟ ମୋ ଠାରୁ ବୟସରେ କମ ହେଇକି ବି ଫେମସ ଅଛନ୍ତି, ବଡ ମାନେ ବି ଫେମସ ଅଛନ୍ତି। ତ ଏଇଟା କିଛି ବଡ କଥା ନୁହେଁ, ବୟସ ଗୋଟେ ଜଷ୍ଟ ଏ ନମ୍ବର, କି ଆମେ କଣ କୋଉ ବୟସରେ କରୁଛନ୍ତି ସେଇଟା ହଉଛି ଖାଲି ଗୋଟେ କଥା, ଏଇ ଓକେ ଆଉ କିଛି ନାହିଁ। ଓକେ ସେ ଦୀପକ ଭାଇ ଆପଣ କେବେ ଲାଗେନି ଯେ ମୁଁ ଯେହେତୁ ଆପଣ ଜଣେ କଳାକାର, ଆମେ ଆପଣ ଦେଖିଥିବେ ଆମଙ୍କର ପୋଷ୍ଟରରେ ଲେଖିଥିଲୁ ଇଣ୍ଡିଆନ ଆକ୍ଟର ଲେଖିଥିଲୁ, କାହିଁକି ଯିଏ କଳାକାର ଜଣେ ତାକୁ ନିହାତି ରୂପରେ ଆମେ ଆକ୍ଟର ବୋଲି ସମ୍ବର୍ଦ୍ଧନା କରିବା ଆବଶ୍ୟକ। ତ ଆଜ୍ଞା ଯେତେବେଳେ କମେଡିଆନ ଆସି ଯାଉଛି କିମ୍ବା ସେ ମାନେ ଅନ୍ୟ କିଛି କ୍ୟାରେକ୍ଟର କରୁଛି ତାକୁ ମଧ୍ୟ ଆକ୍ଟର କୁହାଯାଏ। ବଟ୍ ଆମେ ଦେଖୁଛୁ ସାଧାରଣତଃ ଆପଣଙ୍କର ଯେତେବେଳେ ଆପଣ କଳା ପ୍ରଦର୍ଶନ କରୁଛନ୍ତି ସେଥିରେ କମେଡି ଭରିକି ଥାଉଛି, ମାନେ ବିଭିନ୍ନ ଚରିତ୍ରକୁ ଆପଣ, ଏମିତି କୌଣସି ଚରିତ୍ର ନାହିଁ ଜଗତରେ ଯେ ଆପଣ ତାର ଚରିତ୍ରକୁ ଆପଣ ମାନେ ପର୍ଦାକୁ ସାମ୍ନାକୁ ନେଇକି ଆସିନାହାନ୍ତି। କିନ୍ତୁ କିଛି ଜଣଙ୍କର ଆମେ ଦେଖୁଥିଲୁ କମେଣ୍ଟ ଯେ କିଛି ଜଣ କହୁଛନ୍ତି ଆରେ ଦୀପକ ଭାଇ ତ ଆସିକି ଗୋଟେ ହିରୋ ଚରିତ୍ର ମଧ୍ୟ ଆସି ପାରିଥାନ୍ତେ, ଯେମିତି ଅନୁଭବ ବାବୁସାନ ନାଇଁ ର ଚରିତ୍ର। ତ ଆପଣଙ୍କର କେବେ ଇଚ୍ଛା ହିରୋ, ହେଇନି ଏତେ ହାଇଟ୍ ନାଇଁ ରହିଛି ହିରୋ କରିବାର ଯେତିକି ପର୍ଦାର? ଇଚ୍ଛା ମୋ ଭିତରେ ନାହିଁ ଆରମ୍ଭରୁ। କାହିଁକି ନା ମୁଁ ହିରୋ ପରି ଲାଗେନି, ମତେ ଲାଗେ ଯେ ମୁଁ ହିରୋ ହେଇପାରିବିନି। କାହିଁକି ନା ହିରୋ ହବା ପାଇଁ ବହୁତ ସାରା ଗୁଣ ଦରକାର। ମତେ ଥରେ ପପୁ ସାର୍ କହିଥିଲେ ଯେ ହିରୋ ହବା ପାଇଁ ଗୋଟେ ପିଲା ଦୌଡି ପାରୁଥିବା, ଏଇ ଯୋଉ ପହଁରି ପାରୁଥିବା ଦରକାର, ନାଚି ପାରୁଥିବା ଦରକାର, ଗାଡି ଚଲେଇ ପାରୁଥିବା ଦରକାର, ତାପରେ ହାଇଟ୍ ୱେଟ୍ କଲର ଏସବୁ ଜିନିଷ ବି ଟିକେ ଟିକେ ମାଇନା ରଖେ। ଯେହେତୁ ଏଟା ଓଡିଆ ଇଣ୍ଡଷ୍ଟ୍ରି, ଏଠି ହାଇଟ୍ ୱେଟ୍ କଲର ବି ମାଇନା ରଖେ। ତ ଆ ଆଚ୍ଛା ଭିତରୁ ନାଚଟି ମତେ ଆସେନି, ଡାନ୍ସ ଆଚ୍ଛା କରିବା ମତେ ବହୁତ କଷ୍ଟର କଥା। ଆଚ୍ଛା। ମାନେ ଡାନ୍ସ ରେ ମୁଁ ପୁରା ଜିରୋ ନୁହେଁ, ମାଇନସ। ତ ହୁଁ ହୁଁ ସେଥିପାଇଁ ବୋଧେ ମୁଁ ହିରୋ ହେଇପାରିଲିନି, ନହେଲେ ମୁଁ ବି ଗୁଡାଏ ମ୍ୟୁଜିକ ଭିଡିଓ ଟାଣି ଝିଙ୍କିକି କରିଦେଇଥାନ୍ତି। ନା ଆମେ ଦେଖୁଥିଲୁ ଆପଣଙ୍କ ଭିତରେ କମ୍ପ୍ଲିଟ ପ୍ୟାକେଜ ରହିଛି। ଇଏ ଗୋଟେ ବହୁତ ରେୟାର କଳାକାରଙ୍କ ମଧ୍ୟରେ ଥାଏ, ଜଣେ ଭଲ ଗୀତ ବି ଗାଇବା, ଭଲ ଲେଖିବା, ଭଲ କମେଡି କରିବା, ବିଭିନ୍ନ ପ୍ରକାର ମାନେ କଳାକାରଙ୍କର ମାନେ ଭଏସ କୁ ମିମିକ କରିବା ବା ଷ୍ଟାଇଲ କୁ ଅନୁକରଣ କରିବା। ତ ଇଏ ବହୁତ କମ ଜଣ କଳାକାରଙ୍କ ପାଖରେ ଥାଏ। ତ ଆପଣଙ୍କୁ କଣ ଲାଗୁଛି, ମାନେ ଆପଣଙ୍କ ଭିତରେ ଏମିତି କିଛି ଏକ୍ସ ଫ୍ୟାକ୍ଟର ରହିଛି ଯୋଉଟା କି ଅନ୍ୟମାନଙ୍କୁ ଇନ୍ସପାୟାର କରିବ, ଏମିତି କଣ ରହିଛି? ଯେ ଦେଖନ୍ତୁ, ଅ ଗୋଟେ ଲୋକ ପାଖରେ ସବୁ ପ୍ରକାର କଳା ଥିବ ବୋଲି କିଛି ମାନେ ନାହିଁ, କିନ୍ତୁ ଆମେ ଚାହିଁଲେ ବହୁତ ସାରା ଜିନିଷ ତିଆରି କରିପାରିବା। ଯେମିତି ଆଚ୍ଛା ମୁଁ ଆଗରୁ କିନ୍ତୁ କେବଳ ଆକ୍ଟିଂ କିନ୍ତୁ କରୁଥିଲି। ଟୁକୁନା ଭାଇ, କିନ୍ତୁ କଳାକାର ତିଆରି ହଉଛନ୍ତି ନା ଜନ୍ମ ହୁଅନ୍ତି? କଳାକାର ଜନ୍ମ ହୁଅନ୍ତି କିନ୍ତୁ ନିଜକୁ ତିଆରି କରନ୍ତି। କଳାକାର ହେଇକି ଜନ୍ମ ହୁଅନ୍ତି, ନିଜକୁ ତିଆରି। ଆପଣ ଦେଖିଥିବେ ଗାଁ ରେ ଜଣେ ଜଣେ ଲୋକ ବରା ଦୋକାନ କରିଥିବେ କିନ୍ତୁ ବଢିଆ ଗୀତ ଗାଉଥିବେ। ଓକେ ବୁଝିପାରୁଛ ନା ନାଇଁ? କାରଣ ସେମାନେ କଳାକାର ହେଇକି ତିଆରି ହେଇଥିଲେ, ନିଜକୁ ତିଆରି କରିନାହାନ୍ତି। ଓକେ ଜନ୍ମ ହେଇଥିଲେ କଳାକାର ହେଇକି, ଯେହେତୁ ନିଜକୁ ତିଆରି କରିନାହାନ୍ତି ସେଥିପାଇଁ ଏ ପ୍ରୋବ୍ଲେମ ଟା ତିଆରି ହେଇଛି। ବୁଝିପାରିଲେ କି? ତ ଆଜି ଆଚ୍ଛା ତାଙ୍କର ପ୍ରଫେସନ ଚେଞ୍ଜ ହେଇଯାଇଛି। ତ କଳାକାର ହେଇକି ମଣିଷ ଜନ୍ମ ହବ, ନିଜକୁ ଯଦି କଳାକାର କରିକି ତିଆରି ନ କରେ ତାହେଲେ ଅସୁବିଧା ହେଇଯିବ। ବୁଝିପାରିଲେ କି? ଓକେ ତ ସୋ ଆପଣ ଆପଣଙ୍କ ଭିତରେ ହଁ ନିହାତି ଭାବରେ ଗୋଟେ କଥା ହଉଛି, ମୁଁ କମେଡି କରୁଥିଲି, ମତେ ବନସ୍ମିତା ପତି ମତେ ଦି ତିନିଟା କଥା ମୋର ଶୁଣିଲେ, ମତେ କହିଲେ ଯେ କବିତା ଲେଖ, ଭଲ ଲେଖିପାରିବ। ତାର ମୋର ଟିକେ ସାଙ୍ଗ ପିଲା ଭଳିଆ ଟିକେ ଆମେ, ତ ମତେ କହିଲା ତୁ ଲେଖୁନୁ, ଆମେ ଏମିତି ତୁ ତାରେ କଥା ହଉ। ମୁଁ କହିଲି ମୁଁ କଣ ଲେଖିଲେ ଲୋକଙ୍କୁ ଭଲ ଲାଗିବ? କହିଲେ ତୁ ଲେଖ, ମୁଁ କହୁଛି ଗୋଟେ କଣ ଲେଖୁନୁ। ସେ ମତେ ଗୋଟେ ଟପିକ ଦେଲେ, ନଗ୍ନ ପ୍ରେୟସୀ ବୋଲି ଗୋଟେ କବିତା ଲେଖ। ତ ସେ କବିତାଟି ଲୋକମାନଙ୍କୁ ଭଲ ଲାଗିବ ବୋଲି ବି ମୁଁ ଜାଣିନଥିଲି। ମୁଁ କହିଲି ହଉ ଠିକ ଅଛି, ମୁଁ ଗୋଟେ ଲେଖୁଛି, ଆଉ ଯଦି ତତେ ଭଲ ଲାଗେ ତାହେଲେ ଦେଖିବା ଇନଷ୍ଟାଗ୍ରାମ ରେ ନହେଲେ ଫେସବୁକ ରେ ଅପଲୋଡ କରିବା ଆଉ। ରାଇଟ୍ ତ ନଗ୍ନ ପ୍ରେୟସୀ ମୁଁ ଅପଲୋଡ କଲି ଇନଷ୍ଟାଗ୍ରାମ ରେ ଗୋଟେ କରିକି, ଲେଖିକି ତାକୁ ପଠେଇଲି। ନଗ୍ନ ପ୍ରେୟସୀ କୋଣାର୍କ ଉପରେ ଲେଖିଥିଲି। ଲେଖା ଥିଲା ଯେ, ସେ କବିତା ଟା ଥିଲା, ତୁ ପ୍ରେୟସୀ ଥିଲୁ ସେ ମହାରାଣା ପୁଅର, ତୋ ତୋ ଦେହରେ ସେ ଆଙ୍କି ଥିଲା କୀର୍ତ୍ତି ଓଡିଆର। କୋଟି କାମ ଦେବ ସରି ହେବେ ନାହିଁ ତୋ ରୂପ ରଙ୍ଗରେ, ତତେ ଦେଖି ଉର୍ବଶୀ ବି ମରିଯିବ ଲାଜରେ। ପାଷାଣ ଦେହ ତୋ ଜୀବନ ପାଇଲା ମହାରଣା ନିହଣରେ, ତୋ ପ୍ରେମ ପାଇଁକି ନିଜ ପୁଅଟାକୁ ବଳି ଦେଲା ସରାଗରେ। ୱଣ୍ଡରଫୁଲ ୱଣ୍ଡରଫୁଲ ଭାଇ। ତାପରେ ଏଇଭଳିଆ କବିତାଟା ଯେତେବେଳେ ଲେଖିକି ତାଙ୍କୁ ଦେଲି, ବଢିଆ ଲେଖିଛି ତ। ମୁଁ କହିଲି ଗୋଟେ କାମ କରୁଛି ତାହେଲେ, କହିଲେ ବଢିଆ ଲେଖିଛି ତ। ମତେ କହିଲେ, ମୁଁ ଲେଖିକି ଦେଲି, ମତେ କହିଲେ ଭଲ ଲେଖିଛି ତ। ତାପରେ ମୁଁ କହିଲି ଗୋଟେ କାମ କରିବି କି, ଇନଷ୍ଟାଗ୍ରାମ ରେ ଏଇଟା କହିକି ପକେଇବି, ଦେଖିବା କେତେ ଲୋକ ଦେଖୁଛନ୍ତି। ତ ମୁଁ ଓକେ ଯେତେବେଳେ ଇନଷ୍ଟାଗ୍ରାମ ରେ ଗୋଟେ ପୋଡକାଷ୍ଟ ରେ କହିଦେଲି, କହିଲା ପରେ ସେଇ କବିତା ଟା ଭାଇରାଲ ହେଇଗଲା, ହେଲା କି। ଓକେ ସେଟା ପାଖାପାଖି ଗୋଟେ 1 ମିଲିୟନ 1.5 ମିଲିୟନ ଭ୍ୟୁ ପଳେଇଛି ସେ କବିତାଟି। ତ ଏମିତି ହେଲା ପରେ ମୁଁ ଜାଣିପାରିଲି ଯେ ନାଇଁ, ମୁଁ ଆଗରୁ ଲେଖୁଥିଲି, ଲେଖିବାକୁ ମୁଁ ଭଲ ପାଉଥିଲି, ଯେ ଲୋକଙ୍କୁ ଜଣେଇ ନଥିଲି। ମୁଁ ଧୀରେ ଧୀରେ ତାପରେ ଗୋଟେ ଗୋଟେ କବିତା ଲେଖିକି ପକେଇଲି। ତମେ ଗଲା ପରେ ମୁଁ ସେତେ ବେଶୀ ଖୁସି ନାହିଁ, ଏମିତିଆ କେତେଟା ଟପିକ। ଦୌଡି ଆସ ଦେଖିବ ଆସ, ଗୋଟେ ମଣିଷ ଜଳୁଛି ଦେଖିବ ଆସ।
କେତେ ଗୁଡେ ଲେଖିକି ପକେଇଲି। ତ ମେନ୍ କଥା ହେଲା ଯେ ମଣିଷ ନିଜ ଭିତରେ ବହୁତ ସାରା କଳା ନେଇକି ଜନ୍ମ ହେଇଥାଏ। ଯଦି ହୁଁ ତାକୁ ଘଷି ମାଜି ଚିକଣ କରିପାରିବ ତାହେଲେ ଗୋଟେ ସୁନାର ମଣିଷ ହେଇକି ଠିଆ ହବ, ଗୋଟେ ସୁନାର କଳାକାର ହେଇକି ଠିଆ ହବ। ହୁଁ ଏଟା ହଉଛି କଥା। ଓକେ। ନାଇଁ ମୁଁ କହିବାର ଅଛି, ମନେକର ମୁଁ ଜଣେ କଳାକାର କି ନାହିଁ, ମୁଁ କେମିତି ନିଜକୁ ଚିହ୍ନିବି? ମାନେ ଜଣେ ଯେମିତି, ମୁଁ ଏଇଥିପାଇଁ ଆପଣଙ୍କୁ ଏଇ କ୍ୱେଶ୍ଚିନ୍ ଟା ପଚାରୁଛି ଯେ ଆପଣଙ୍କ ପାଖରେ ଏକ୍ସପେକ୍ଟର ଅଛି, ଆପଣ ସବୁ ଅ, ମାନେ ପ୍ରତ୍ୟେକ ମାନେ ଦେଖିବେ ଗୀତ ମଧ୍ୟ ଗାଇ ପାରନ୍ତି ଆପଣ, ଇନଷ୍ଟାଣ୍ଟଲି ଆପଣ ଗୋଟେ କମେଡି କରିପାରନ୍ତି, ସେନ୍ସ ଅଫ ହ୍ୟୁମର ଆପଣଙ୍କର ଷ୍ଟ୍ରଙ୍ଗ ଅଛି, ଆପଣ ଲେଖନ୍ତି ମଧ୍ୟ, ଷ୍ଟେଜ କୁ ଗଲେ ମଧ୍ୟ ଷ୍ଟେଜ ରେ ଲୋକମାନେ ଚମକନ୍ତି ତ କମେଡି ଆପଣଙ୍କୁ କରେ। ଦେଖିକି କମେଡି କରନ୍ତି। ତ ଏଇ ଯୋଉ ମାନେ ନିଜେ ମାନେ କେମିତି ବନେଇବ ନିଜକୁ, ଗୋଟେ ମାନେ ମୋ ଭିତରେ ମାନେ ମୁଁ ଜଣେ କଳାକାର ହେଲେ କେମିତି ଚିହ୍ନିବି କେମିତି? ଅ, ଗୋଟେ କଥା ହଉଛି ଯେ ଯେତେ ବି କଳାକାର ହେଇଛି, ମୋ ଭିତରେ କଳାକାର ଥିଲା ମୁଁ କେମିତି ଚିହ୍ନିଲି? ମତେ ସାଙ୍ଗମାନେ ପ୍ରଥମେ କଲେଜରେ କହିଲେ ତୁ ଗୋଟେ କଣ ଗୋଟେ କରୁନୁ, ସମସ୍ତେ ଗୋଟେ ନାଚୁଛନ୍ତି ଗାଉଛନ୍ତି କି ଗୋଟେ ହୁଁ କଣ ହଉଛି କଲେଜ ଫଙ୍କସନ ଆନୁଆଲ ଫଙ୍କସନ, ତୁ ଗୋଟେ ଗୀତ ଗାଇ ପାରିବୁନୁ? ହୁଁ ହୁଁ ମୁଁ ଗୀତ ଗାଇବି ବୋଲି ଭାଇ ଭାଇ ପଳେଇଲି। ଆଉ ମୁଁ ସେତେବେଳେ ଗୀତ ଶିଖିନଥିଲି, ମତେ ବହୁତ ଇଚ୍ଛା ହେଲା, ମୁଁ କହିଲି ମୁଁ ଗୋଟେ ଗୀତ ଗାଇବି, ଗୋଟେ ବ୍ଲେଜର ଫ୍ଲେଜର ପିନ୍ଧି ପୁରା ଯାଇ କଲେଜରେ ଫଙ୍କସନ ରେ, ଝିଅ ପିଲା ମେଞ୍ଚେ ଧାଡି ହେଇ ବସିଛନ୍ତି, 500 1000 ପିଲା କଲେଜରେ, ମୁଁ ଗୀତ ଗାଇବି ବୋଲି ଚଢିଗଲି ଷ୍ଟେଜରେ। ଆଉ ଗୀତର ଗ ଅକ୍ଷର ମତେ ଜଣା ନଥିଲା ସେତେବେଳେ। ଓକେ। ତ ହଁ, ଏଠୁ ମୁଁ ଗୋଟେ ଗୀତ ଗାଇଲି, ଅତି ବେସୁରିଆ ଶୁଭିଲା, ଦେଖ ଆକାଶ ପିନ୍ଧିଛି, ଏମିତି ଗାଇଲି ହେଲା କି। ତାପରେ ଓକେ। ଆମ ସାର୍ କହିଲେ ଯା ଶୁଣୁ, ତୁ ଜୀବନରେ ତୁ କେବେ ଗୀତ ଗାଇବୁନି। ସବୁ ହସା ହସି ହେଲେ, ଆଉ ମତେ ଭାରି ଖରାପ ଲାଗିଲା। ଆଉ ମତେ ଗୋଟେ ସାଙ୍ଗ କହିଲା, ତତେ ତ ଯଦି ଗୀତ ଗାଇଲୁ ହସୁଛନ୍ତି, ତାହେଲେ ତୁ ଗୋଟେ ହସ କଥା କହୁନୁ, କମେଡି କର, କମେଡି କର, ଲୋକ ହସିବେ। ତ ମୁଁ ଯାଇ ଷ୍ଟେଜରେ ଯୋଉ କମେଡି କଲି, ସେଟା ଲୋକଙ୍କୁ କିଛି ମାତ୍ରାରେ ଭଲ ଲାଗିଲା। ତ ସେଇ ଯୋଉ କଲେଜ ଛୁଆ ଥିଲେ କହିଲା, ତୁ ତ ଭଲ କଥା କହୁଛୁ, ଭଲ ଛନ୍ଦି ଛନ୍ଦି କଥା କହୁଛୁ। ଏଇ ଯୋଉ କଥାଟା ଧୀରେ 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 ମୋ ଭିତରେ ତିଆରି କଲା। ମତେ ଲାଗିଲା ଯେ ହଁ ମୁଁ କରିପାରିବି, ହଁ ଓକେ। ମୁଁ ତିଆରି କରିପାରିବି, ହଁ ମୁଁ କବିତା ଏଇ ଯୋଉ କମେଡି କରିପାରିବି, ଲୋକଙ୍କ ପାଖରେ ପହଞ୍ଚି ପାରିବି। ମୁଁ ନିଜେ ନିଜେ ଜୋକ୍ କରିବା ତିଆରି କଲି, ମୁଁ ପାନ ଦୋକାନରେ ଲୋକଙ୍କୁ ଜୋକ୍ ଶୁଣେଇଲି, ତାପରେ କଲେଜରେ କ୍ଲାସ ରୁମ ରେ, ଏମିତି ହଉ 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 ମତେ ଲାଗିଲା ଯେ ନାଇଁ ମୁଁ ସିନେମା କରିବି, ଓକେ। ମୁଁ ସିନେମା କରିବି, ମୁଁ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବି। ମୁଁ ମତେ ବି ଲୋକ ଦେଖିବେ, ସମସ୍ତଙ୍କୁ ଯେମିତି ଦେଖୁଛନ୍ତି କହିକି ମୁଁ ମୋର କାମଟା ଆରମ୍ଭ କରିଦେଲି। ମୁଁ ଧୀରେ 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 ଲାଗିଲି, ଆଉ କୋଉଠି ଯିବି, କାହା ପାଖରେ ଯିବି। ତାପରେ ଥରେ ଆମ ଯାଜପୁରରେ ଜଣେ ସାର୍ ଅଛନ୍ତି, ବହୁତ ଫେମସ ରାଇଟର, ଦୀପକ ଜେନା ସାର୍, ଡକ୍ଟର ଦୀପକ ଜେନା। ତ ସେ ବହୁତ ସାରା ସିନେମା ଲେଖିଛନ୍ତି। ତାପରେ ଏବେ ନାଟକରେ ଡକ୍ଟର ଦୀପକ ଜେନା କହିଲେ ଓଡିଆ ନାଟକ ମାନେ କଣ ରାଇଟ୍। ଯାତ୍ରା ଇଣ୍ଡଷ୍ଟ୍ରିରେ ଗୋଟେ ବହୁତ ବଡ ନାଁ। ତ ହଁ। ତାଙ୍କ ପାଖରେ ମୁଁ ପ୍ରଥମେ ଆରମ୍ଭ କଲି ଲେଖା ଲେଖି, ଦେଖିକି ଶିଖିବା କି କଣ ହବା, ସାରଙ୍କ ପାଖରେ ରହିଲି 1 2 ବର୍ଷ। ତାପରେ ମୁଁ ଭୁବନେଶ୍ୱର ଆସିଲି। ତ ବଡ କଥା ହେଲା ଯେ ଭୁବନେଶ୍ୱର ଆସିଲା ପରେ ସବୁ ଜିନିଷ ତିଆରି ହେଲା, ବାଟ ଅଟୋମେଟିକ ଫିଟିଗଲା। କିନ୍ତୁ ଗୋଟେ ବଡ କଥା ହଉଛି, କଳାକାର ନିଜ ଭିତରେ ଥାଏ, ଆମକୁ ଖୋଜିବାକୁ ପଡେ ଯେ ମୋ ଭିତରେ କଣ ଅଛି ଆଉ ମୁଁ କେତେ ମାତ୍ରାରେ କରିପାରିବି। ତ ସେଥିପାଇଁ ସମସ୍ତେ କହନ୍ତି ନିଜ ଉପରେ ଏକ୍ସପେରିମେଣ୍ଟ କର। ଆଜି ମୁଁ ଗୀତ ଗାଇ ପାରୁଛି, ଗୀତ ଗାଇ ପାରିଲିନି, କମେଡି କରିବି, କମେଡି କରିପାରିଲିନି, ନାଚି ପାରିବି, ନାଚି ପାରିଲିନି, ପହଁରି ପାରିବି, ପହଁରି ପାରିଲିନି, ଦୌଡି ପାରିବି, ଦୌଡି ପାରିଲିନି, ଡେଇଁ ପାରିବି, ଡେଇଁ ପାରିଲିନି, କଥା କହିପାରିବି, ଭାଷଣ ଦେଇପାରିବି, ରାଜନୀତି କରିପାରିବି, କିଛି ତ ଗୋଟେ ଅଛି। ଭଗବାନ ସମସ୍ତଙ୍କୁ ଗୋଟେ ଗୋଟେ କଳା ଦେଇଛନ୍ତି। ଜଣେ ପରିବା କାଟିବା ବି ଗୋଟେ କଳା, ସମସ୍ତେ ପରିବା କାଟି ପାରିବେ ନାହିଁ। ଲୁଗା ସଫା କରିବା ଗୋଟେ କଳା, ସମସ୍ତେ ଲୁଗା ସଫା କରିପାରିବେ ନାହିଁ। ରାଇଟ୍। ମାନେ କଣ, ମିଛ କହିବା ଗୋଟେ କଳା, ସମସ୍ତେ ମିଛ କହିପାରିବେନି। ଇଭେନ ସମସ୍ତେ କହନ୍ତି ଚୋରି ବି ଗୋଟେ କଳା, ସମସ୍ତେ ଚୋରି କରିପାରିବେ ନାହିଁ। ତ ସମସ୍ତଙ୍କ ଭିତରେ କିଛି ନା କିଛି ନା କିଛି ନା କିଛି ଗୋଟେ ଗୁଣ ଭଗବାନ ଦେଇଥାନ୍ତି। ତ ସେଇ ଗୁଣଟାକୁ ଓକେ। ଆମକୁ ନିଜ ଭିତରେ ଖୋଜିକି ଜାଣିବାକୁ ପଡିବ। ଗୋଟେ ଗୋଟେ ଓକେ। ପିଲା ଅଛନ୍ତି ଏତେ ଭଲ ବିଜନେସ ମ୍ୟାନ, ମାନେ ଆମରି ସାଙ୍ଗସାଥି ଭିତରେ କହିଦେବେ ଏଇ ଜିନିଷଟାକୁ ଏମିତି କରି ଯଦି ସେମିତି ବେପାର କରିଦବା ବଢିଆ ଲାଭ ହବ। ଓକେ। ସତରେ ସେମାନେ ବି ସେଥିରୁ ବିଜନେସ କରିଛନ୍ତି। ତ ଯିଏ ଓକେ। ନିଜର ଅନ୍ତର୍ନିହିତ ଗୁଣଟାକୁ ନିଜେ ଚିହ୍ନିବା ପାଇଁ ଚେଷ୍ଟା କଲା, ଫେଲିଓର ହବ, ତାପରେ ସକ୍ସେସ ପାଇଲା। ଯୋଉ ଜିନିଷଟା ତାକୁ ଖୁସି ଦେଲା ଆଉ ସକ୍ସେସ ଦେଲା, ସେଇଟା ହଉଛି କଳା। ନାଇଁ ନିହାତି ଉପରେ ମତେ ଆପଣଙ୍କର ଏଇ ଯୋଉ କମେଣ୍ଟ ଟା ବହୁତ ମାନେ ଭିତରକୁ ଟଚ୍ କରିଛି। ଏଇଥିପାଇଁ ମୁଁ କହିବି ଯେ ଆପଣ ଆମର ଯିଏ ପୂର୍ବ ଏପିସୋଡରେ ଯିଏ ଆସିଥିଲେ, ସେ ଜଣେ ଓଏସ୍ ଅଫିସର ଆସିଥିଲେ। ହୁଁ ସିଏ ବର୍ତ୍ତମାନ ଆମେରିକାରେ ରହିକି ପଢୁଛନ୍ତି ମଧ୍ୟ, କିଛି ଦିନ ପାଇଁ ସେ ଲିଭ୍ ରେ ଯାଇଛନ୍ତି। ତ ସେ ଗୋଟେ କଥା କହିଲେ, ଯୋଉମାନେ ପ୍ରିପେୟାର ହଉଛନ୍ତି ଓପିଏସସି କିମ୍ବା ୟୁପିଏସସି ପ୍ରିପେୟାର ହଉଛନ୍ତି, ବାରମ୍ବାର ଦେଇକି ଫେଲ ହେବା ଅପେକ୍ଷା ଆପଣ ମାନେ ନିଜ ଭିତରେ ଆଉ କଣ ରହିଛି ଗୁଣ, ତାକୁ ଦେଖନ୍ତୁ। ଆପଣ କେବଳ ଯଦି କହିବେ କି ମୁଁ ଓଏସ୍ ଓପିଏସ୍ ଆଇଏସ୍ ହେବି, କିନ୍ତୁ ଅନ୍ୟ ଜବ୍ ସବୁ ରହିଛି କିମ୍ବା ଅନ୍ୟ ବିଜନେସ ରହିଛି କିମ୍ବା ଅନ୍ୟକୁ ନିଜକୁ ଗୋଟେ ପ୍ରତିଷ୍ଠା ଅନ୍ୟ ଫିଲ୍ଡରେ ଆପଣ କରିପାରିବେ। ଓକେ, ସୋ ଦୀପକ ଭାଇ ବା ଟୁକୁନା ଷ୍ଟାଇଲିଷ୍ଟ, ଆପଣଙ୍କୁ କଣ ଡାକିଲେ ଭଲ ଲାଗୁଛି? ମୁଁ କଣ ଡାକି ପାରିବି? ମତେ ଟୁକୁନା ଡାକନ୍ତୁ, ଭଲ ଲାଗିବ। କାହିଁକି ନା ଟୁକୁନା ଷ୍ଟାଇଲିଶ ହବା ପାଇଁ ମତେ ବହୁତ ସମୟ ଲାଗିଛି। ବହୁତ ସମୟ ଆଉ ଲାଗିଛି। ଓକେ, ଟୁକୁନା ହଁ ଷ୍ଟାଇଲିଷ୍ଟ, ଆପଣ ଟିକେ ପଛକୁ ଟିକେ ବସି ପାରିବେ କି, ମୋବାଇଲ ଟା ଟିକେ ଛାଡିକି? ମାନେ ଆପଣଙ୍କ ଚୁଟି ହଁ ଟା ବି ନିହାତି ଏତେ ସୁନ୍ଦର ଆପଣ। ଓକେ, ସୋ ଏବେ ବହୁତ ବଢିଆ ଲାଗିଲା। ଓକେ, ଆପଣ ଏବେ ଆମେ ଭଲ ଲାଗିଲା। ଦେଖୁଥିଲୁ ଆପଣଙ୍କର ଫେସବୁକ ରେ, ଯେହେତୁ ଆମର ଫେସବୁକ ଲାଇଭ କରିବାର ଥିଲା, ବାୟୋରେ ଆପଣ ଲେଖିଥିଲେ ମୁଁ ହସ ଲୁହ ମିଶା ମଣିଷ। ଇଏ କଣ, କାହିଁକି ଲେଖିଲେ ଏମିତି? ଗୋଟେ ଆପଣ ଜାଣିପାରୁଛନ୍ତି ତ କୋଉଠି ଲେଖିଛନ୍ତି ବୋଲି?
ମୁଁ ଲେଖିଛି ବାୟୋରେ ଲେଖିଛି ଯେ ଫେସବୁକ ର ବାୟୋରେ ଲେଖିଛି ମୁଁ ଲୁହ ମିଶା ମଣିଷ। ସତରେ ଗୋଟେ ମଣିଷ ହସ ଆଉ ଲୁହ ଏଇ ଦିଟାଙ୍କରେ ତିଆରି ହେଇଛି। ଓକେ ତ ପ୍ରଥମେ ଯେତେବେଳେ ଜନ୍ମ ହେଲା ଲୁହ, ତାପରେ ହସ, ତାପରେ ପୁଣି ଜୀବନ କନ୍ଦେଇବ ସେଠି ଲୁହ। ତ ଏଇ ହସ ଲୁହ ମିଶା ହିଁ ମଣିଷ ତିଆରି ହେଇଛି ମତେ ଲାଗେ। ତ ହସ ଲୁହ ମିଶା ମଣିଷ କଣ ଅଛି, ମୁଁ ଲେଖିଦେଲି ଯେ ମୁଁ ହସ ଲୁହ ମିଶା ମଣିଷଟେ ଆଉ କଣ। ଓକେ ଓକେ ସୋ ଆଚ୍ଛା ଟୁକନା ଷ୍ଟାଇଲିଷ୍ଟ ଆପଣ ଯେହେତୁ ଗୋଟେ ଫେମସ୍ କ୍ରିଏଟ୍ କଣ୍ଟେଣ୍ଟର ଓଡ଼ିଶାରେ ରହିଛନ୍ତି, ୟୁଟ୍ୟୁବର ମଧ୍ୟ କହିପାରିବେ, ଆପଣଙ୍କୁ ୟୁଟ୍ୟୁବ ମାଧ୍ୟମରେ ହିଁ ଲୋକମାନେ ଜାଣିଛନ୍ତି। କେବଳ ଆପଣର ଆଜିର ଯୋଉ ପଡକାଷ୍ଟ କେବଳ ଓଡ଼ିଶା ଲୋକ ଦେଖୁନାହାନ୍ତି, ଓଡ଼ିଶା ବାହାରେ ଯୋଉମାନେ ରହୁଛନ୍ତି ମାନେ ଇଣ୍ଡିଆ ଭିତରେ, କିମ୍ବା ଆପଣ ଦେଖିବେ କି ଇଣ୍ଡିଆ ବାହାରେ ମଧ୍ୟ ରହୁଛନ୍ତି, କାହିଁକିନା ଆମର ସାଧାରଣତଃ ପଡକାଷ୍ଟ ଗୁଡାକ ଇଣ୍ଡିଆ ବାହାରର ବହୁତ ଜଣ ରୁହନ୍ତି। ବହୁତ ଗୁଡେ ମେସେଜ ମତେ ଆପଣଙ୍କୁ ନେଇକି ଆସିବା ପାଇଁ ମଧ୍ୟ ବହୁତ ଜଣ ମେସେଜ କରିଥିଲେ ଯେ ଆପଣ ଟୁକୁନା ଷ୍ଟାଇଲିଷ୍ଟକୁ ନେଇକି ଆସନ୍ତୁ 2024 ମସିହାରୁ। ତା ଭିତରେ ବହୁତ ଗୁଡେ ମେସେଜ ଆସିଯାଇଛି, କିନ୍ତୁ ଆଜି ଆମର ଆଜ୍ଞା। ସୌଭାଗ୍ୟ ଯେ ଆମେ ପାଇଛୁ। ନାଇଁ, ଏହା ଭଗବାନଙ୍କର ମାନେ ଭଗବାନ ହଉଛନ୍ତି ସବୁର ସୂତ୍ରଧର, ତାଙ୍କ ଇଚ୍ଛା ହେଲା ଆମେ ଆସିଗଲେ, ବାସ୍ ଏତିକି ହେଲା କଥା। ଓକେ ଠିକ ଅଛି, ଯଦି ଆପଣ କହୁଛନ୍ତି ତାହା ସତ୍ୟ। କିନ୍ତୁ ମୁଁ ଆପଣଙ୍କୁ କହିବି, ଯେହେତୁ ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର ରହିଛନ୍ତି, ୟୁଟ୍ୟୁବର, ଆପଣଙ୍କୁ କିଏ ୟୁଜ୍ କରିଛନ୍ତି, ମୁଁ ଏଇଥିପାଇଁ କହୁଛି ଏଇ ୱାର୍ଡଟା ୟୁଜ୍, ଯେ ଆପଣଙ୍କୁ କିଏ ବ୍ୟବହାର କରିଛନ୍ତି ନିଜର ସୁବିଧା ପାଇଁ, ପରବର୍ତ୍ତୀ ସମୟରେ ସେମାନେ ଛାଡି ଦେଇଛନ୍ତି, ଏମିତି କିଛି ହେଇଛି କି ନାଇଁ, ଲାଇଫ୍? ଏମିତି ବହୁତ ଲୋକ ଅଛନ୍ତି ଲାଇଫରେ ଯୋଉମାନେ ଆମକୁ ବ୍ୟବହାର କରିଦିଅନ୍ତି। ମାନେ ଗୋଟେ ଗୋଟେ ସଂସ୍ଥା ମୁଁ ଦେଖିଛି ଯୋଉମାନେ ଆମକୁ ୟୁଜ କରିଦେଇଛନ୍ତି। ମନେ କରନ୍ତୁ ଗୋଟେ, ଏବେ ମୁଁ ଦେଖୁଛି ପ୍ରାୟ ଷ୍ଟେଜ ପ୍ରୋଗ୍ରାମରେ, ଗୋଟେ ଷ୍ଟେଜ ପ୍ରୋଗ୍ରାମରେ ଆମେ ଯାଉଛୁ, ଦେ ଆମକୁ କିଛି ଆଡଭାନ୍ସ ପେମେଣ୍ଟ କରାହେଲା। ଏଇ ରିସେଣ୍ଟ ଗୋଟେ ସ୍କୁଲ ପ୍ରୋଗ୍ରାମ ଯାଇଥିଲି, ଯେ ଆଡଭାନ୍ସ ପେମେଣ୍ଟ କରିଦେଲେ, ତାପରେ ମୁଁ ଯାଇ ପରଫର୍ମ କଲି, 1-2 ଘଣ୍ଟା ପ୍ରୋଗ୍ରାମ କଲି। ଭଲସେ ସରିଲା ପରେ ସେମାନେ କହିବେ ଯେ ଆଜ୍ଞା ଆମ ପାଖରେ ଗୋଟେ ଅସୁବିଧା ହେଇଗଲା, ଆଉ ଆପଣ ଟିକେ ଯାଆନ୍ତୁ, ଆମେ ପେମେଣ୍ଟ ଟା ପଠେଇବୁ। ମାନେ ଲୋକମାନେ ଓକେ କେମିତି ୟୁଜ କରନ୍ତି। ତ ମୁଁ ଗୋଟେ ଭଦ୍ରାମୀ ଦୃଷ୍ଟିରୁ ଗୋଟେ ସ୍କୁଲ ପ୍ରୋଗ୍ରାମରେ ଜଣେ ଟିଚର ମାନେ ଆଉ ଠକିବେ ବୋଲି କିଛି ଇଏ ନାହିଁ, ଆମେ ପଳେଇ ଆସିଲା ପରେ ଆମକୁ ତାପରେ ଫୋନ କଲେ, ଫୋନ ସୁଇଚ ଅଫ୍, ଆଉ ଉଠେଇବେନି, ସରିଲା, ନମ୍ବର ରିଜେକ୍ଟ ଲିଷ୍ଟରେ ପକେଇଦେବୁ। ଏମିତି ବି କିଛି ଲୋକ ଅଛନ୍ତି ଯୋଉମାନଙ୍କର କାମ ସରିଗଲା ପରେ, ଯୋଉମାନଙ୍କର ମତଲବ ସରିଗଲା ପରେ ଆମକୁ ପଚାରନ୍ତି ନାହିଁ। ଏମିତି ବି ବହୁତ ସୁଟିଂ ଅଛି, ଯୋଉ ସୁଟିଂ ରେ ଆମେ ଯାଇଛେ, କାମ କରିଛୁ, ଆଉ ପେମେଣ୍ଟ ବେଳକୁ ହଁ ଦଉଛି, ଏଇ ଦଉଛି, ସ୍ତ୍ରୀ ଦେହ ଖରାପ, ଫୋନ ପେ ଟା କାମ କରୁନି, ବ୍ୟାଙ୍କ ରେ ପ୍ରୋବ୍ଲେମ ହେଇଯାଇଛି, ସର୍ଭର ଡାଉନ ହେଇଯାଇଛି, ଏମିତି ଘଟଣା। ତ ଆଚ୍ଛା ଜୀବନରେ ବହୁତ ଲୋକ ଠକିଛନ୍ତି, ଆଉ ଠକିଲେ ହିଁ ଲୋକ ଶିଖନ୍ତି। ଆଉ ଯିଏ ବିଜନେସ କରେ କି ଯିଏ ଯେକୌଣସି ଫିଲ୍ଡରେ କାମ କରେ, ପ୍ରଥମେ ଠକିଯାଏ କିଛି କଥା। ଆଗେ ବିଜନେସ କରିଥିବେ, 1-2 ଲକ୍ଷ ଟଙ୍କା ମଣିଷ ଠକିକି ଶିଖିଥିବ। ଲୋକ କହନ୍ତିନି ମୁଁ ମାନେ ଅନ୍ଧ ଥରେ ବାଡି ହଜାଏ, ମୁଁ ଥରେ ବାଡି ହଜେଇକି ଶିଖିଛି। ତ ଏଇଟା ଆଚ୍ଛା ସେଇଆ ହଉଛି କଥା, ଆମେ ଶିଖୁଛେ, ତାପରେ ଧୀରେ ଧୀରେ ଏମିତି ଲୋକମାନଙ୍କ ଉପରେ ମୁଁ ବେଳେ ବେଳେ ଭାବେ ଯେ, ଲୋକ କହନ୍ତି କିଛି ଅଭିନେତା ଅଛନ୍ତି ଯୋଉମାନେ ପଇସା ଟଙ୍କାଟେ ବି ଛାଡନ୍ତିନି, ଆଗୁଆ ପେମେଣ୍ଟ ନିଅନ୍ତି। କାହିଁକି ଓକେ ନିଅନ୍ତି, ମୁଁ ସେଇଟା ଧୀରେ ଧୀରେ ଏମିତି ଘଟଣାରୁ ବୁଝିଗଲି ଯେ କାହିଁକି ନିଆଯାଏ, କଣ ପାଇଁ ନିଆଯାଏ, କୋଉ କାରଣ ପାଇଁ ଆମକୁ ଲୋକ ୟୁଜ କରିଦଉଛନ୍ତି, ଆମେ ଜାଣିପାରିବା ନାହିଁ। ଏମିତି ବି ଅଛି, ଓକେ ଲୋକ ଏମିତି ବି ଅଛନ୍ତି ଯେ ଆଡ କରେଇ ଦେଇକି ବି, ମାନେ ପ୍ରମୋସନ ବାଲା ଆଡ କରେଇ ଦେଇକି ବି ପଇସା ଦେଇନାହାନ୍ତି, ଏମିତି ବି ଅଛନ୍ତି। ଓକେ ଓକେ ନିହାତି ରୂପରେ ଆଚ୍ଛା, ମୁଁ ଆଉ ଗୋଟେ କଥା କହିବି, ଏଇଟା ତ ଆପଣଙ୍କ ମନର ଦୁଃଖ କଥା କହିଲେ। ଆମେ ଆଜ୍ଞା ଏଇ ଗୋଟେ 2-3 ମାସ ପୂର୍ବରୁ ଆମେ ଗୁଲୁଆଙ୍କୁ ଡାକିଥିଲୁ ସାଉଦି ଆରବ। ଆମର ଗୋଟେ ଆଚ୍ଛା କାର୍ଯ୍ୟକ୍ରମ ଥିଲା। ଆମେ ସାଧାରଣତଃ ଓଡିଶାରୁ ବହୁ ଜଣ କଳାକାରଙ୍କୁ ଡାକୁ ପ୍ରତ୍ୟେକ ବର୍ଷ। ଆଜ୍ଞା ବର୍ତ୍ତମାନ ଆଗାମୀ ମେ ମାସରେ ମଧ୍ୟ କିଛି ଜଣ ଆସିବା ପାଇଁ ମଧ୍ୟ ଧାର୍ଯ୍ୟ ହେଇସାରିଛି। ସେ ବିଷୟ ନେଇ କଥାବାର୍ତ୍ତା ଚାଲିଛି। ତ ମୁଁ କହି ରଖେ ଯେ, ମୁଁ ଏଇଥିପାଇଁ ଗୁଲିଆଙ୍କ କଥା କହିଲି ଯେ, ଗୋଟେ କଳାକାର ହେବା ପାଇଁ ମୁଁ ଗୁଲୁଆଙ୍କୁ କୌଣସି ଖରାପ କଥା କହୁନାହିଁ, କିମ୍ବା ଆପଣଙ୍କୁ କୌଣସି ଭଲ କହୁନାହିଁ। ମୁଁ ଆପଣଙ୍କ ଠାରୁ ଆନ୍ସର ଜାଣିବାକୁ ଚାହୁଁଛି, ଗୋଟେ କମେଡିଆନ ହେବା ପାଇଁ ତାଙ୍କର ମାନେ, ମୁଁ ଏଇଥିପାଇଁ କହୁଛି ସେଥିରେ କେତେ ସ୍ଲାଙ୍ଗ ମାନେ ୟୁଜ କରିବା ଆବଶ୍ୟକ କି, ମାନେ କିଛି ଗାଳି ୟୁଜ କରିବା ଆବଶ୍ୟକ କି, ଆବଶ୍ୟକ ମାନେ ରହିଲେ ଦେଖନ୍ତୁ, ହିଁ ସେଟା କମେଡି ହୁଏ କି? ନାଇଁ, ଗୋଟେ କଥା ହଉଛି, ମୁଁ ସେଦିନ ବି କହୁଥିଲି ଗୋଟେ ଜାଗାରେ ଯେ ସମସ୍ତେ, ଗୋଟେ କ୍ରିଏଟର ହଉଛି, ବ୍ରହ୍ମା ହଉଛନ୍ତି କ୍ରିଏଟର, ହେଲା କି? ଓକେ ସେ ବିଶ୍ଵକୁ ତିଆରି କରିଛନ୍ତି, କେତେ ସୁନ୍ଦର କରି ତିଆରି କରିଛନ୍ତି। ଏଠି ହିମାଳୟ ଅଛି, ଏଠି ଆମାଜନ ଫରେଷ୍ଟ ଅଛି, ଏଠି ସୁନ୍ଦର ଭାବରେ କହନ୍ତି କଣ, ବହୁତ ସାରା ଜିନିଷ ଅଛି, ଥାର ମରୁଭୂମି ଅଛି, କେତେ ସୁନ୍ଦର ଆମେ ଦେଖୁଛନ୍ତି। ତ କ୍ରିଏଟର କେବେ ଭୁଲ ଜିନିଷ ତିଆରି କରିପାରିବ ନାହିଁ, ଖରାପ ଜିନିଷ। ମାନେ ତାଜମହଲ ଯିଏ ତିଆରି କରିଛନ୍ତି, ଶାହାଜାହାନ ତାଜମହଲ ତିଆରି କରିଥିଲେ, ସେଇ ଯୋଉ ମିସ୍ତ୍ରୀ ମାନେ ତାଜମହଲ ତିଆରି କଲେ, ସେମାନେ ଖରାପ ତିଆରି କରିଛନ୍ତି କି? କରିନାହାନ୍ତି। କୋଣାର୍କ ଯିଏ ତିଆରି କରିଛନ୍ତି, ବିଶ୍ୱ ମହାରାଣା ଖରାପ ତିଆରି କରିଛନ୍ତି କି?
କରିନାହାନ୍ତି। ଇଭେନ ଆପଣ ଜଣେ ଲୋକକୁ ଘରୁ କାମ କରିବାକୁ ଡାକନ୍ତୁ, ତାକୁ କହିବେ ବାବୁରେ ମୋ ବାଡିଟା ଅସନା ହେଇଛି, ଦାଣ୍ଡ ବାଡି ଟିକେ ଅସନା ହେଇଗଲାଣି, ଟିକେ ଭଲ କି ସଜେଇଦେଲୁ। ସିଏ ତା ହିସାବରେ 300 ଟଙ୍କା 500 ଟଙ୍କା ମଜୁରୀ ବି ସିଏ ଗୋଟେ ସୁନ୍ଦର ଭାବରେ ସଜେଇବ, କାହିଁକି ନା ସେ ଗୋଟେ କ୍ରିଏଟର। ଆପଣଙ୍କୁ ବି ଯଦି ଭାଇ କହିବି ଗୋଟେ ଅଣ୍ଡାର ଚିତ୍ର କଲେ, ଆପଣ ଆପଣଙ୍କର ବେଷ୍ଟ ଯେମିତି ହବ, ଗୋଟେ ଗୋଲ ବୁଲେଇଲେ ଅଣ୍ଡା, କିନ୍ତୁ ତା ଭିତରେ ବି ଆପଣଙ୍କର ଯାହା ବେଷ୍ଟ ହବ ଆପଣ କରିବେ। ଅଣ୍ଡାଟେ ଅଛି ଟିକେ ଥାଳି ଉପରେ ଥୁଆ ହେଇଛି କି କଣ ହେଇଛି, ତ କ୍ରିଏଟର କେବେ ଭୁଲ ଜିନିଷ ଖରାପ ଜିନିଷ ତିଆରି କରିପାରିବ ନାହିଁ, ଆଜି ପର୍ଯ୍ୟନ୍ତ ସେଟା କେବେ ହେଇନି। ଦ୍ୱିତୀୟ କଥା, ଯୋଉମାନେ ଖରାପ ଜିନିଷ ତିଆରି କରୁଛନ୍ତି, ମୁଁ କାହାକୁ ଟାର୍ଗେଟ କରି କହୁନି, ଯୋଉମାନେ ବି ଖରାପ ଜିନିଷ ତିଆରି କରୁଛନ୍ତି ସେମାନେ କ୍ରିଏଟର ନୁହନ୍ତି ହେଲା, ସେମାନେ ହେଲେ ଡେଷ୍ଟ୍ରୟର। ମାନେ କଣ, ରାବଣ, ଯିଏକି ଦଶାନନ ରାବଣ, ସିଏ ଶିବ ତାଣ୍ଡବ ଲେଖିଛନ୍ତି, କିନ୍ତୁ ବଡ କଥା ହେଲା ସୀତାଙ୍କୁ ଚୋରି କରିଛନ୍ତି। ବୁଝିପାରିଲେ କି ନାଇଁ? ରାବଣ ବି ଗୋଟେ କ୍ରିଏସନ, କିନ୍ତୁ ରାମ ବି ଗୋଟେ କ୍ରିଏସନ, ବୁଝିପାରୁଛନ୍ତି କି ନାଇଁ? ତ ସୁନ୍ଦର କ୍ରିଏସନ ଟା ସବୁବେଳେ ରେସ୍ପେକ୍ଟ ପାଏ, ଅସୁନ୍ଦର କ୍ରିଏସନ ଟା କେବେ ବି ରେସ୍ପେକ୍ଟ ପାଏ ନାହିଁ। ତ ଇଏ ହେଲା ବଡ କଥା। ତ କ୍ରିଏଟର କେବେ ଖରାପ ତିଆରି କରିପାରିବନି। ଯୋଉମାନେ କଲମ ଧରି ଖରାପ ଭାବନ୍ତି ସେଟା ସେମାନେ କ୍ରିଏଟର ନୁହନ୍ତି। କଲମ କେବେ ଖରାପ ଭାବିବନି। ଓକେ, ଆଚ୍ଛା, ଓକେ। ସୋ ଆପଣଙ୍କ ସହିତ ବର୍ତ୍ତମାନ ଗୁଲୁଆଙ୍କ ସହିତ କେମିତି ରିଲେସନ ରହିଛି ବର୍ତ୍ତମାନ ଆପଣଙ୍କର? ଗୁଲୁଆ ଭାଇଙ୍କ ସହିତ ମୋର ଭଲ ରିଲେସନ, କାହିଁକିନା ମୋର ଟୁକୁନା ଷ୍ଟାଇଲିଶ ଯୋଉ ନାଁଟି ହେଇଛି ସେଟା ଗୁଲୁଆ ଭାଇଙ୍କ ପାଇଁ ହେଇଛି। ଗୁଲୁଆ ଭାଇଙ୍କ ପାଇଁ ମୋର ୟୁଟ୍ୟୁବ ରେ କ୍ୟାରିୟର ଆରମ୍ଭ ହେଇଛି। ଗୁଲୁଆ ଭାଇ ମୋର ପ୍ରଥମ ଲୋକ ଯିଏକି ମତେ ତାଙ୍କର ପ୍ରଥମ କ୍ୟାରିୟରରେ ମତେ ସେ ସୁଯୋଗ ଦେଇଥିଲେ। 2ଟା ଭିଡିଓ ସେ ନିଜେ କରିଥିଲେ, ତାପରେ ବି ମତେ ସୁଯୋଗ ଦେଇଥିଲେ। ଆମେ ଭଲ କରିକି ତିଆରି କରିବୁ ବୋଲିକି ତିଆରି କରିଥିଲୁ, ଭଲ ଭିଡିଓ ବି ତିଆରି ହେଇଛି। ମୋ କ୍ୟାରିୟର ଗୋଟେ 50% ପାଠ ବି ଗୁଲୁଆ ଭାଇ ତିଆରି କରିଛନ୍ତି, ଯୋଉଥିରେ କି ମୁଁ ପେଟ ପାଟଣା ରୋଜଗାର ଏଥିରେ ବି ମୁଁ ଚଳିଛି। ତ ୟୁଟ୍ୟୁବ ର ପ୍ରଥମ କ୍ରିଏଟର ହେଲେ ମୋର ଗୁଲୁଆ ଭାଇ। ଆଚ୍ଛା, ବର୍ଷାଙ୍କ ସହିତ ବି କେମିତି ରିଲେସନ ଅଛି? ଆମେ ଗତକାଲି ବର୍ଷାଙ୍କ ସହିତ ଆମେ ମାନେ ମୁଁ କଥାବାର୍ତ୍ତା କରୁଥିଲି ଆଉ ଗୋଟେ ଟପିକ ଦେଇକି, ଆପଣଙ୍କର କେମିତି ରହିଛି ବର୍ଷାଙ୍କ ସହିତ ରିଲେସନ? ବର୍ଷା ଭାଉଜଙ୍କ ସହିତ ଦେଖନ୍ତୁ, ମୁଁ ସତ କଥା ହେଲା, ମୁଁ ବର୍ଷା ଭାଉଜଙ୍କ ସହିତ ଗୋଟେ 6 ମାସ ଭିତରେ 2 ଥର କଥା ହେଇଥିବି, କେବେ କେମିତି କାମ ରିଲେଟେଡ। ମୁଁ ସେମିତି କେବେ କଥା ହେଇନାହିଁ, କିନ୍ତୁ ଏଇ ଭିତରେ ମୁଁ କେବେ ଏଇ ଯୋଉ କେସ୍ ଭିତରେ କି କଣ ଘଟଣା ଭିତରେ ମୁଁ କଥା ହେଇନାହିଁ। ଗୋଟେ 2 ଥର ମେସେଜ କରିଥିଲେ, ମୁଁ ଭଲ ଅଛି, ଭଲ ଅଛନ୍ତି, ସମ୍ପର୍କ ଭଲ ଅଛି ମୋର। ତାଙ୍କ ସହିତ ଯେମିତି ସମ୍ପର୍କ, ଆଙ୍କ ସହିତ ବି ସେମିତି ସମ୍ପର୍କ। ସେଟା ତ ତାଙ୍କର ପର୍ସନାଲ କଥା, କଣ ହେଇଛି କଣ ନାହିଁ ସେଟା ଅଲଗା କଥା। ତ ସିଏ କଣ କହିବେ କଣ ନାହିଁ ସିଏ ଗୋଟେ ଅଲଗା ଜୋନ ର କଥା, କିନ୍ତୁ 2 ଜଣଙ୍କ ଭିତରେ ସମ୍ପର୍କ ଭଲ ଅଛି। ମୋର ବି ସମସ୍ତଙ୍କ ସହିତ ସମ୍ପର୍କ, ମୋର ଆଜି ପର୍ଯ୍ୟନ୍ତ କାହା ସହିତ ଶତ୍ରୁତା ତିଆରି ହେଇନି କହିବାକୁ ଗଲେ, କେବେ କାହା ସହିତ ନାହିଁ। ଗୁରୁ ଶିଷ୍ୟ ଭିତରେ ସମ୍ପର୍କ କେମିତି ରହିବା ଆବଶ୍ୟକ? କାହିଁକି ଆପଣ ବହୁତ ଗୁଡେ ପଡକାଷ୍ଟରେ କହିଛନ୍ତି ମୋ ଗୁରୁ ପପୁ ପମ୍ପମ୍, ତ ପପୁ ସାର୍ କେମିତି ହେଲେ ମୋ ଆପଣଙ୍କ ଗୁରୁ। ସମ୍ପର୍କ ରହିଛି ପପୁ ସାରଙ୍କ ସହିତ ମୋ ସମ୍ପର୍କ ହଉଛି ଗୋଟେ କଲମ ଆଉ କାଗଜର ସମ୍ପର୍କ ପରିକା। ସିଏ ନଥିଲେ ମୋର କିଛି ମାନେ ନାହିଁ, ମୁଁ ନଥିଲେ ତାଙ୍କର କିଛି ଯିବ ଆସେ ନାହିଁ, କି ଆଉ କିଏ ବି ଗୋଟେ କଲମ ଆଣିକି ସେ ଲେଖିଦେଇ ପାରିବ। ବଡ କଥା, ପପୁ ସାର୍ ଆମ ଜୀବନର ସବୁ ପୃଷ୍ଠା ଗୁଡାକୁ ସୁନ୍ଦର କରି ଲେଖିଛନ୍ତି। ଗୁରୁ ହିସାବରେ ବହୁତ କଥା ଶିଖେଇଛନ୍ତି, ଧୈର୍ଯ୍ୟବାନ ହବା କଥା, ଆକ୍ଟିଂ କେମିତି କରିବୁ, ମାନେ କେମିତି ଗୋଟେ ଡ୍ରାମା ତିଆରି କରିବୁ, ତାକୁ ସ୍କ୍ରିନ ପ୍ଲେ କେମିତି ସଜାଡିବୁ। ଆଉ ଆଜି ପର୍ଯ୍ୟନ୍ତ ଯେତିକି କମେଡି ମୁଁ ସୁଟ କରିଛି, ସବୁ ମୁହଁରେ କୌଣସି ଦିନ ଗୋଟେ ସ୍କ୍ରିପ୍ଟ କରିନାହିଁ। ତାଙ୍କଠୁ ମୁଁ ସେଇଟା ଶିଖିଛି ଯେ କେମିତି ବିନା ସ୍କ୍ରିପ୍ଟ ରେ ଗୋଟେ ମାନେ କମେଡି ସ୍କ୍ରିପ୍ଟ ତିଆରି ହବ ଆଉ ଗୋଟେ କମେଡି ଭିଡିଓ ସୁଟିଂ କରିହବ। ଇଏ ହେଲେ ସାର୍। ମୋର ଭ୍ୟାଲୁ ଯଦି ମାର୍କେଟରେ ଆଜି 2,000 5,000 ଟଙ୍କାରୁ 50,000 60,000 ଲକ୍ଷେ ଟଙ୍କାରେ ପହଞ୍ଚିଛି, ମତେ ସାର୍ ପହଞ୍ଚେଇଛନ୍ତି, ମୋର ଭ୍ୟାଲୁ ବଢେଇଛନ୍ତି ସାର୍। ଆମେ ଯୋଉ କଣ କହନ୍ତିନି, ଯୋଉ ଖଣିରୁ ବାହାରିଥିବା ସୁନା ହେଇକି ଥିଲୁ, ଆମକୁ ପୁରା ଏସିଡ ରେ ପକେଇ ଚକଚକ କରି ହାର ତିଆରି କରିଛନ୍ତି ପପୁ ସାର୍। ଓକେ, ସୋ ନାଇଁ ପପୁ ଭାଇଙ୍କ ସହିତ ମଧ୍ୟ ମୋର ବେଳେ ବେଳେ ଆଲୋଚନା ହୁଏ, ବିଭିନ୍ନ ଷ୍ଟେଜ ଶୋଜ କୁ ନେଇକି ଆମେ ବିଷୟ ନେଇକି ଆମେ କେବେ କଥା ମଧ୍ୟ ହବା, କ୍ୟାମେରା ମାନେ ମୋବାଇଲରେ ମଧ୍ୟ କଥା ହବା ସେ ବିଷୟ ନେଇକି। ଅଫ୍ କ୍ୟାମେରା କଥା ହବା ଆଉ। ଓକେ, ନିହାତି ରୂପରେ। ଆମର ଦୀପକ ଷ୍ଟାଇଲିଷ୍ଟ ଆଉ ଟୁକୁନା ଷ୍ଟାଇଲିଷ୍ଟ ଆଉ ଦୀପକ ତ୍ରିପାଠୀ, ୟା ଭିତରେ କଣ ଫରକ ରହିଛି ଭାଇ? ମୁଁ ସବୁବେଳେ ଭାବେ ଯେ ମଣିଷ ଟା ଖାଲି ହେଇକି ଜନ୍ମ ହେଇଛି ହେଲା। ମୁଁ ଯଦି ଦୀପକ ହେଇକି ଜନ୍ମ ହେଲି ଆଉ ଦୀପକ ହେଇକି ମରିଗଲି, ତାହେଲେ ଲାଭ କଣ? ଲାଭ କିଛି ନାହିଁ ନା। ମୁଁ ଏବେ ବି ଯଦି କୋଉ ଦିନ ବି, ଜୀବନ ତ କୋଉ ଦିନ ଚାଲିଯିବ ଠିକ ନାହିଁ, କିନ୍ତୁ ମୋ ଜୀବନରେ ଗୋଟେ ବଡ ଲକ୍ଷ୍ୟ ଥିଲା, ମୁଁ ଯୋଉ ଦିନ ମରିଯିବି ଲୋକ କହିବେ ଗୋଟେ ଅଭିନେତାର ଜୁଇ ଜଳୁଛି। ସେତିକି ମୋର ଦରକାର ଥିଲା, ସେତିକି ମିଳିଯାଇଛି। ମୁଁ ସବୁବେଳେ ଭାବେ ଯେ ମୋ ଆରମ୍ଭ ଟା କୋଳାହଳ ହେଇନଥିଲା, ମୋ ମୃତ୍ୟୁ ଟା କୋଳାହଳ ସୃଷ୍ଟି କରିବା ଦରକାର। ଓକେ, ଓକେ। ସୋ ଆମର ଯେତେ ପଡକାଷ୍ଟ ଆସିଛନ୍ତି, ଅତିଥି ମାନେ ଆସିଛନ୍ତି, ଆମେ ସାଧାରଣତଃ ପଚାରୁ ତାଙ୍କୁ ଗୋଟେ କ୍ୱେଶ୍ଚିନ୍ ଯେ ଆଜ୍ଞା।
ଆପଣଙ୍କର ମୃତ୍ୟୁ ପରେ ଆପଣ ଯେତେବେଳେ ମରିଯିବେ ମାନେ ଆପଣଙ୍କର ଶରୀରରୁ ଆତ୍ମା ଯେତେବେଳେ ଅଲଗା ହେଇଯିବ ତ ଆପଣଙ୍କୁ ଲୋକମାନେ କେମିତି ମନେ ରଖିବା ଆବଶ୍ୟକ ଟୁକୁନା ଷ୍ଟାଇଲିଷ୍ଟ କୁ ଲୋକମାନେ କେମିତି ମନେ ରଖିବା ଆବଶ୍ୟକ? ମୁଁ ଯେବେ ବି ଚାଲିଯିବି ମୋ ମୃତ୍ୟୁ ହବ, ମୁଁ ଏହା ଚାହେଁ ଯେ ଲୋକମାନେ ମୋ କମେଡି ଦେଖିକି କାନ୍ଦନ୍ତୁ, ଫାର୍ଷ୍ଟ ଟାଇମ ପାଇଁ କାନ୍ଦନ୍ତୁ, କମେଡି ଦେଖିକି କାନ୍ଦନ୍ତୁ। ଭାଇ ଥରେ କମେଡି ଦେଖିକି କାନ୍ଦନ୍ତୁ, ଏତେ ଦିନ ହସିଛନ୍ତି ଥରେ କାନ୍ଦନ୍ତୁ। ନାଇଁ କମେଡି ଦେଖିକି ନିହାତି ଉପରେ ହସିବେ। ହୁଏତ ଆପଣଙ୍କର ଏମିତି ଇଣ୍ଟରଭ୍ୟୁ ଆମ ସହିତ କେବେ ହଉଥିବ ତାକୁ ଦେଖିକି ହୁଏତ ସେମାନେ ଇମୋସନାଲ ହେଇପାରନ୍ତି, କାନ୍ଦନ୍ତି, କିନ୍ତୁ ଠିକ କଥା ଆପଣ ଯାହା କହୁଛନ୍ତି ସେଇଟା ଆପଣଙ୍କର ଫିଲିଙ୍ଗସ୍। ଆମେ ନିହାତି ରୂପରେ ଏଇଟା ଗୋଟେ ସର୍ଟ କ୍ଲିପ କରିକି ଆମେ ପଠେଇବା ଯେ ଏଇଟା ଟୁକୁନା ଷ୍ଟାଇଲିଷ୍ଟଙ୍କର ଗୋଟେ ଡ୍ରିମ୍, ଯେତେବେଳେ ମୃତ୍ୟୁ ହବ ତ ତା ପୂର୍ବରୁ ଏଟଲିଷ୍ଟ ମୃତ୍ୟୁ ମୋ ପରେ ମଧ୍ୟ ଜୀବନରେ ଲୋକମାନେ ହଁ ବଡ କଥା ହେଲା ଜୀବନରେ କମେଡି କରିଛି, ବହୁତ ଲୋକଙ୍କୁ ହସେଇଛି, ଆଗକୁ ବି ହସେଇବି, କିନ୍ତୁ ଯେବେ ମରିଯିବି ମୋର ଗୋଟେ ବଡ ଇଚ୍ଛା କିଛି ଲୋକ ମୋ କମେଡି ଦେଖନ୍ତୁ ଆଉ କାନ୍ଦନ୍ତୁ। ଓକେ ସୋ ଟୁକୁନା ଭାଇ ଆମେ ତ ବହୁତ ଭଲ କଥା ଆପଣ ଶୁଣିଲେ। ଜଣେ ୟୁଟ୍ୟୁବର ହେବା ପାଇଁ କଣ କଣ ରହିବା ଆବଶ୍ୟକ, ତା ପାଖରେ କଣ କଣ କ୍ୱାଲିଟି ରହିବା ଗୋଟେ ଆବଶ୍ୟକ? ହଁ ସେଇଟା ଗୋଟେ ବଡ କଥା, ଭଲ ପ୍ରଶ୍ନଟେ ପଚାରିଲେ। ଜଣେ ୟୁଟ୍ୟୁବର ହବା ପାଇଁ ପ୍ରଥମେ ଗୋଟେ ଧୈର୍ଯ୍ୟବାନ ଆଉ ସମୟାନୁବର୍ତ୍ତିତ ଲୋକ ହବା ଦରକାର ପ୍ରଥମ। ଦ୍ଵିତୀୟ କଥା ହଉଛି ଗୋଟେ କ୍ରିଏଟର ହବା ଦରକାର, କ୍ରିଏଟ କରିପାରୁଥିବ, ଇନଷ୍ଟାଣ୍ଟ କ୍ରିଏଟ କରିପାରୁଥିବ। ଏଇ ଜାଗାରେ କଣ କଲେ କଣ ହେଇଯିବ, ଆଚ୍ଛା ଇଏ ହେଲା କ୍ରିଏଟର। ତୃତୀୟ କଥା ହଉଛି ଜଣେ ଆକ୍ଟର ହବା ଦରକାର, ଭଲ ଆକ୍ଟର। ଚତୁର୍ଥ କଥା ହଉଛି ଜଣେ ଭଲ ରାଇଟର ହବା ଦରକାର, କାହିଁକି ନା ଆମ ପାଇଁ କେହି ଲେଖିବେନି, ଆମେ ନିଜେ ଲେଖିବା, ଓକେ ନିଜେ ଲେଖିବା, ନିଜେ ତିଆରି କରିବା, ନିଜେ ସଜେଇବା, ସବୁ କଥା କରିବା। ଗୋଟେ ଭଲ ସ୍ପଟ ବୟ ହବା ଦରକାର, କିଏ ଖାଇନାହାନ୍ତି ପାଣି ବି ଆଣିକି ଦବାକୁ ପଡିବ। କିଏ କୋଉଠି ପହଞ୍ଚିଲାନି ନିଜେ ନେଇକି ଛାଡି ଦେଇ ଆସିବି, ସିଏ ତାକୁ ଛାଡି ଦେଇ ଆସିଲେ ଆକୁ ନେଇକି ଯିବି ଛାଡିବି, ଏଇ ଜିନିଷ ସରିଲାଣି ସେ ଜିନିଷ। ଭଲ ପ୍ରଡକ୍ସନ ମ୍ୟାନେଜର ହବାକୁ ପଡିବ ନିଜକୁ, ଭଲ ଡିରେକ୍ଟର, ଭଲ ଆକ୍ଟର, ସମସ୍ତଙ୍କ ମନ ନେଇ ନିଜ ଚ୍ୟାନେଲରେ କାମ କରିପାରୁଥିବ, ତାହେଲେ ଗୋଟେ ୟୁଟ୍ୟୁବର ହେଇପାରିବ। ଗାଳି ହଁ ଆଉ ଗୋଟେ ପ୍ରଶଂସା ଶୁଣିବାର ଧୈର୍ଯ୍ୟ ଯେତିକି ଥିବ, ଗାଳି ସହିବାର ମାନେ ହୃଦୟ ଟା ବି ସେତିକି ବଡ ହେଇଥିବା ଦରକାର, ନହେଲେ ସମ୍ଭାଳି ପାରିବନି। ମୁଁ ଦେଖିଛି ପ୍ରାୟ ୟୁଟ୍ୟୁବର ଅଛନ୍ତି, କିଏ କାହାକୁ ଧର ଗୋଟେ ଭାଷା କହିକି ଶୋଧିଦେଲା କମେଣ୍ଟ ରେ, ତାକୁ ସାଙ୍ଗେ ସାଙ୍ଗେ ଯାଇ ଲେଖିଦେଇଥିବେ, ମତେ କହୁଛୁ ତମ ଘର ଲୋକ ବି ଏଇଆ, ମତେ କହୁଛୁ ତୋ ଭଉଣୀ ବି ଏଇଆ, ତୋ ମା ବି ଏଇଆ। ଯୋଉ ଜିନିଷଟା ଏଇଟାକୁ ବି ସହିବାର ଗୋଟେ ବଡ ହୃଦୟ ଥିବା ଦରକାର, ନହେଲେ ଜଣେ କ୍ରିଏଟର ହେଇପାରିବନି, ଭାଙ୍ଗି ପଡିବ। କାହିଁକିନା ଏଠି କିଛି ଲୋକ ଅଛନ୍ତି, ବହୁତ ଲୋକ ନୁହେଁ, ମାତ୍ର 100ରୁ 5% ଲୋକ ଅଛନ୍ତି ଯୋଉମାନେ ତମ ଖୁସି ସହିପାରନ୍ତିନି। ମନେ କରନ୍ତୁ ଆପଣ ଗୋଟେ ଭିଡିଓଟେ କରିଛନ୍ତି ଆଉ ଭଲ ହେଇଛି, ବହୁତ ଲୋକ ଭଲ କମେଣ୍ଟ ଦେଇଛନ୍ତି, ତା ଭିତରେ ବି 3 ଜଣ ଲୋକ ଥିବେ ମା ଭଉଣୀ ଉଦ୍ଧାର କରିଦେଇଥିବେ କମେଣ୍ଟରେ। କାହିଁକି? ସେଇ ଲୋକମାନେ ସେଇଆ ଯୋଉମାନେ ଡେଟଲ ର ଯୋଉ 99.9% କୀଟାଣୁ ଯୋଉ ମରିଯାନ୍ତି, ଆଉ ଯୋଉ 1.1% ବଞ୍ଚନ୍ତି, ଏମାନେ ହେଲେ ସେଇ ଲୋକ। ହେଲା କି ଆପଣ ଦେଖନ୍ତୁ, ମୁଁ ଗୋଟେ ବଡ କଥା କହୁଛି, ଆମକୁ ଶୋଧୁଛନ୍ତି ନୁହେଁ, ହନୁମାନ ଚାଳିଶାରେ 20,000 ଖଣ୍ଡ ଡିସଲାଇକ କୋଉଠୁ ଆସିଲା, କିଏ କଲା ତାକୁ କହୁନାହାନ୍ତି? କଣ ହନୁମାନ ଖରାପ କି? କଣ ଜଗନ୍ନାଥଙ୍କ ଭଜନ ଖରାପ କି? ତା ଭିତରେ ବି ଲୋକ ଲେଖିଛନ୍ତି, ତା ଭିତରେ ବି ଲୋକ ଅଲଗା ଠାକୁରଙ୍କୁ ପ୍ରଶଂସା କରିଛନ୍ତି, ଆମ ଠାକୁରଙ୍କୁ ଶୋଧିଛନ୍ତି। ତ ଇଏ ହଉଛି ବଡ କଥା ଯେ ଏଇ ଯୋଉ 99.9% କୀଟାଣୁ ମନା ବୋଲେ ଯୋଉ 0.1 ବଞ୍ଚନ୍ତି, ଇଏ ହଉଛନ୍ତି ସେଇ ଲୋକ, ଇଏ ଜୀବନ ସାରା ରହିବେ, କାହାକୁ କରେଇ ଦେବେନି କିଛି। ଗୋଟେ ଭଲ କଥା, ଏବେ ଯାଇଥିଲି, ଆଜି ଏଇ ରିସେଣ୍ଟ ମୁଁ ଯାଇଥିଲି ଗୋଟେ ଜାଗାକୁ, ଆପଣ ଫୋନ କରିଥିଲେ, ମୋର ଦେଖା ହେଲେ ମାନେ ଓଡିଶାର ସଙ୍ଗୀତ ସାମ୍ରାଜ୍ୟର କୁଇନ କହିଲେ ଚଳିବ, ଶ୍ରୀମତୀ ଶ୍ୟାମାମଣି ଦେବୀ, ମ୍ୟାଡାମ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କ ସହିତ ମୁଁ ଦେଖା ହେଲା। ମୁଁ କହିଲି ମ୍ୟାଡାମ ନମସ୍କାର, ମା ପରି ତ ସିଏ। ତ ମୁଁ କହିଲି ମ୍ୟାଡାମ ଆପଣଙ୍କ କ୍ୟାରିୟରରେ ଆପଣ କେମିତି, ସେତେବେଳେ 1947ରେ ସେ କ୍ୟାରିୟର ଆରମ୍ଭ କରିଥିଲେ, 47 ମସିହାରେ। ମୁଁ କହିଲି ଯେ ମ୍ୟାମ ଆପଣ କେମିତି ନିଜ କ୍ୟାରିୟର ଆରମ୍ଭ କରିଛନ୍ତି? କହିଲେ ସେତେବେଳେ ଯେତେବେଳେ ମୋର ପେପରରେ ନାଁ ବାହାରିଲା, ଲୋକ କହିଲେ ଗୀତ ଗାଉଛି, ମତେ ବି ଲୋକ କହିଲେ ତାକୁ ବିବାହ ଯୋଉ କଣ ବିମାନ ଛୁଇଁ ଦିଅନି ଠାକୁରଙ୍କର, ଏଇଟା ପେପରରେ ନାଁ ବାହାରିଲାଣି। ତ ସେତେବେଳେ ବି ଲୋକ କହୁଥିଲେ, ଆଜି ବି ଲୋକ କହୁଛନ୍ତି, ପରେ ବି ଲୋକ କହିବେ। ଲୋକଙ୍କ କହିବାର କଥା ହେଲା କହିବେ, କିନ୍ତୁ ୟାକୁ ସହିବାର ଧୈର୍ଯ୍ୟ, ସହିବାର ହୃଦୟ ଯଦି ଗୋଟେ କଳାକାର ଥିବ, ତାହେଲେ ସିଏ ଗୋଟେ କଳାକାର ହେଇପାରିବ। ଆଉ ଯଦି ସବୁ ସହିକି ଦାନ୍ତ ଦେଖେଇ ଦଉଥିବ, ସିଏ ୟୁଟ୍ୟୁବର ହେଇପାରିବ। ଓକେ ଓକେ ନିହାତି ରୂପରେ ହେଲା। ଟୁକୁନା ଭାଇ, ଆମେ ବହୁତ ସାରା କମେଣ୍ଟ ମଧ୍ୟ ଆସିଲାଣି, ଯେହେତୁ ବହୁତ କମେଣ୍ଟ, ବହୁତ ଝିଅ ମଧ୍ୟ କମେଣ୍ଟ ଦେଇଛନ୍ତି, ଆମେ ଦେଖୁଛୁ ବେଶୀ ଝିଅ ଫଲୋଅର୍ସ ଆପଣଙ୍କର ଆସୁଛନ୍ତି। ଆପଣ ମାନେ ଏମିତି କିଛି ମେସେଜ ଫେସେଜ କେବେ ଆସିଛି ନା ନାଇଁ ଭାଇ, ମାନେ ଭାଇ ତ ନୁହଁ, ମାନେ ମୁଁ ଆପଣଙ୍କୁ ଭାଇ ଡାକୁଛି, ଟୁକୁନା ହିସାବରେ ଟିକେ ଇଏ ହେବା ପାଇଁ, ସିଙ୍ଗଲ ରୁ ମିଙ୍ଗଲ ହେବା ପାଇଁ କିଛି ରିକ୍ୱେଷ୍ଟ ଆସିଛି, ମାନେ ଡାଇରେକ୍ଟ? ଆସିଛି, ଏବେ ବି ଆସୁଛି, ବହୁତ ଜିନିଷ ଆସିବ, ବହୁତ କଥା। ମତେ ଜଣେ ବାହାଘର ପ୍ରସ୍ତାବ ପକେଇ ଦେଇଥିଲେ ଏଇଠି ଇନଷ୍ଟାଗ୍ରାମ ରେ, କହିଲେ ତମର ଗୋଟେ
ମୋର ଗୋଟେ ନଣନ୍ଦ ଅଛି, ସିଏ ଏତିକି ପାଠ ପଢିଛି, ତମେ ତ ବାହା ହେଇନ ଆଉ ପ୍ରସ୍ତାବ ପକେଇବା କି? ମୁଁ କହିଲି ନାଇଁ ଆଜ୍ଞା, ଏହା ଏକ ପ୍ରଫେସନାଲ ଆକାଉଣ୍ଟ, ଏଥିରେ ଆମେ ଆଡ ଫାଡ ଏଇ ପ୍ରୋଗ୍ରାମ ପତ୍ର ବାବଦରେ ଏଠି ବାହାଘର କଥା ପକାନ୍ତୁନି, ଏଇଟା ନହେଲେ ଓଡିଆ ମ୍ୟାଟ୍ରିମୋନି ଭଳିଆ ସାଇଡ ହେଇଯିବ, ବାହାଘର ଫାଘର କଥା ଏଠି ପକେଇଲେ। ତ ଇଏ ଜିନିଷ ଆଜ୍ଞା ଆସିବ, ଇଏ ବି ଗୋଟେ ଜିନିଷ ଆସିବ। ତ ଆମକୁ ସବୁ ଜିନିଷ ଜଗି ରଖି ଚଳିବାକୁ ପଡିବ। ଆଜିକାଲି ବହୁତ ସାରା କଥା ହେଲାଣି, ବହୁତ ସ୍କାମ ବି ବାହାରିଲାଣି। ସମସ୍ତଙ୍କ ସହିତ କଥା, ମୁଁ ଗୋଟେ ବଡ କଥା କହେ, ଯୋଉମାନେ ନିଜ ଲୋକ ଯୋଉମାନେ ମେସେଜ କରନ୍ତି, ସମସ୍ତେ ମେସେଜ କରନ୍ତି, ଯେତିକି ସମ୍ଭବ ମୋ ଦ୍ଵାରା ମୁଁ ମେସେଜ ଦେଇପାରେ, ମେସେଜ ର ରିପ୍ଲାଏ ଦେଇପାରେ, ଆଉ ଯେତିକି ସମ୍ଭବ ନୁହେଁ ମୁଁ ଦେଇପାରେନି। ତାପରେ ବି କିଛି ଲୋକ ରାଗନ୍ତି। ମୁଁ ସମସ୍ତଙ୍କୁ କହେ ଆସନ୍ତୁ, ଦେଖାହବା, କଥା ହବା, ଯୋଉଠି ଯିଏ ମିଶୁଛନ୍ତି ମିଶି ଯାଆନ୍ତୁ, ଆଉ ଭଲ ପାଇବା ଏମିତି ବାଣ୍ଟୁଥାନ୍ତୁ। ଆଉ ସବୁ ଜିନିଷ ଫେସବୁକ ରେ, ଇନଷ୍ଟାଗ୍ରାମ ରେ କଣ ସମସ୍ତେ ବସିଛନ୍ତି କି ସବୁବେଳେ ରିପ୍ଲାଏ ଦେବା ପାଇଁ ସମୟ ନଥାଏ ପ୍ରାୟ। ଓକେ, ସୋ ଯେତିକି ଏଠି ହେଇପାରେ ମୁଁ ଦିଏ। ଏଠି ଏଠି ବହୁତ ଝିଅ ଦେଖୁଛନ୍ତି ମଧ୍ୟ। ଗୋଟେ କଥା କହିବେ ଟୁକୁନା ଭାଇ, ଭଲ ପାଇବା କେବେ ହେଇଛି ନା ନାଇଁ? ଯେମିତି ଲଭ୍, ଟିନ୍ ଏଜ ଲଭ୍ ଆପଣ କହିପାରିବେ, କିନ୍ତୁ ସିରିୟସ୍ ହଁ, ହେଇଛି, ପୁଣି ବ୍ରେକଅପ୍ ହେଇଛି କେବେ, ଦୁଃଖ ଲାଗିଛି କିଛି କିଛି ଘଟଣା ଏମିତି? ଭଲ ପାଇବା ଏତେ ସିରିୟସଲି ହେଇନି। କାହିଁକି ହେଇନି ମୁଁ ଆଚ୍ଛା। ସବୁବେଳେ ସବୁ ଜାଗାରେ କହେ, ଗୋଟେ ଭୋକ ଉପାସରେ ରହିଥିବା ପେଟ, ହୁଁ ହେଲା, ପଇସା ଖୋଜୁଥିବା ମୁଣ୍ଡ, ହୁଁ ଆଉ ହୁଁ ବାପା ମାଙ୍କୁ ଭଲ ପାଉଥିବା ହୃଦୟ କେବେ ହୁଁ ପ୍ରେମ କରିପାରିବନି। ଏଇଟା ହୁଁ। କାହିଁକି? ଏଇଟା କାହିଁକି ଟୁକୁନା ଭାଇ, ଯେ ମୁଁ ଟିକେ ଏଥିରେ ଏଗ୍ରି ହେବିନି ଆପଣଙ୍କ କଥାରେ, କୁହନ୍ତୁ, ଆପଣ କୁହନ୍ତୁ। ମୁଁ କହୁଛି କାହିଁକି ନା, ଆପଣଙ୍କ ମୁଣ୍ଡ ଯେତେବେଳେ ଫାଙ୍କା ହବ, ହୁଁ ହୁଁ ଆପଣ ଫାଙ୍କାରେ ଥିବେ, ଖାଇ ପିଇ ସୁନ୍ଦର ଭାବରେ ଆପଣ ପାଠ ପଢନ୍ତୁ, ଅଫିସ ରେ ଚାକିରି କରନ୍ତୁ, ସେଟା ତ କର୍ମ। କର୍ମ ପରେ ଯଦି ଆପଣ ଫାଙ୍କାରେ ରହିଥିବେ, ହୁଁ। ତାହେଲେ ଆପଣଙ୍କୁ ପ୍ରେମ କରିବାକୁ ଇଚ୍ଛା ହବ। ଆଚ୍ଛା। ବୁଝିପାରିଲେ କି? ହୁଁ ହୁଁ ଆପଣଙ୍କ ଚାରିକଡ ଯଦି ସବୁବେଳେ ଗୋଟେ ଅଭାବ ଥିବ, ମୁଁ ହୁଁ କାଲି କଣ ଖାଇବି, ମୋର ଏଇ ଡ୍ରେସ ନାହିଁ, ମୁଁ କଣ ଅଷ୍ଟମୀରେ କଣ ପିନ୍ଧିବି, ନବମୀରେ କଣ ପିନ୍ଧିବି, ଦୁର୍ଗା ପୂଜାକୁ କେମିତି ବୁଲିଯିବି, ମୋର ବାପାଙ୍କର ଟେନସନ, ବାପା ଆଜି ଦୋକାନ ସଉଦା ପଇସା ଦିଆ ହେଇନି, ହୁଁ ହୁଁ ବୁଝିପାରୁଛନ୍ତି କି ନାଇଁ? ହୁଁ ହୁଁ ଦୋକାନରେ ଯଦି 30,000 ଥିବ ବାକି, ଆପଣ ଚାଉଳ ଆଣିବାକୁ ଯିବେ କି କଣ ଗୋଟେ ଆଣିବାକୁ ଯିବେ, ସେ ଦୋକାନୀ କହିବ ଠିଆ ହୁଅ, 4 ଜଣ ନେଲା ପରେ ଆପଣଙ୍କୁ ଚାଉଳ ଦିଆଯିବ। ହୁଁ। ସେ ପିଲାଟା କେବେ ବି ପ୍ରେମ କରିପାରିବ ନାହିଁ, ତା ମାଇଣ୍ଡ ରେ କେବେ ପ୍ରେମ କଥା ଆସିବନି, କେବେ ବି ନାହିଁ। ଆଚ୍ଛା, ମାନେ କାହିଁକି ନା ଅଭାବୀ ପେଟର କେବେ ପ୍ରେମ ବାହାରିବନି। ଆଚ୍ଛା, ଆମେ ଅଭା ଦେଖୁଥିଲୁ, ଆପଣ, ହଁ କୁହନ୍ତୁ। ଅଭାବୀ ଲୋକ ପ୍ରେମ କରିପାରିବ, କିନ୍ତୁ ଆଚ୍ଛା, ଅଭାବୀ ପେଟ ଟା କେବେ ପ୍ରେମ କରିପାରିବନି। କେବେ ବୁଝିପାରିଲେ କି? କରିପାରିବାନି। ଆଚ୍ଛା, ଓକେ, ସୋ ଆପଣ ଏଠି ଦିଟା କଥା କହିଦେଲେ, କିନ୍ତୁ ମୁଁ ଆପଣଙ୍କୁ ପୁଣି ଥରେ ରିମାଇଣ୍ଡ କରିଦଉଛି, ଆମେ ଗୁଡାଏ ସବୁ ପଡକାଷ୍ଟ ଦେଖୁଥିଲୁ, ଆପଣଙ୍କର ବିଭିନ୍ନ ଥମ୍ବନେଲ ଦେଖୁଥିଲୁ। ଆଜ୍ଞା ମତେ ୟୁଟ୍ୟୁବ ଆଜ୍ଞା। କୋଟିପତି ବନେଇ ଦେଇଛି, କୋଟିଏଠୁ ଅଧିକ ଟଙ୍କା ନା କମେଇଲେଣି, ନା, ଏସବୁ ଲକ୍ଷପତି ଆଜ୍ଞା ବନେଇଛି। ଦେଖନ୍ତୁ, ହଁ, ଏସବୁ କାହିଁକି? ମୁଁ ଗୋଟେ ଜାଗାରେ କହିଲି, ମନେ କରନ୍ତୁ ଜଣେ ହିରୋଇନ, ମଝିରେ ଚର୍ଚ୍ଚା ହେଇଥିଲା କରୋନା ସମୟରେ, ଜଣେ ହିରୋଇନ କୁକୁରକୁ ବିସ୍କୁଟ ଖାଇବାକୁ ଦଉଛନ୍ତି। କଣ କହିଲି? ଯେ ଜଣେ ହିରୋଇନ କୁକୁରକୁ ବିସ୍କୁଟ ଖାଇବାକୁ ଦଉଛନ୍ତି। ହୁଁ ହୁଁ ଆଜିକାଲି କିଛି ମିଡିଆ ଏମିତି ହେଇଗଲେଣି, ସୋସିଆଲ ମିଡିଆରେ ପ୍ରମୋସନ ନିଜର କରିବା ପାଇଁ ଲେଖି ହୁଁ ଦଉଛନ୍ତି, ହିରୋଇନ ଦଉଛନ୍ତି କୁକୁରକୁ, ବିସ୍କୁଟ ଟାକୁ ଉଡେଇ ଦଉଛନ୍ତି। କାହିଁକି? ନା ଆମକୁ ସର୍ଟକଟ ରେ ଭିଉ ମିଳିଯିବ। ବୁଝିପାରିଲେ ନା ନାଇଁ? ଓକେ। ତ ଏଇ ଯୋଉ ଫର୍ମାଟ ଟା ହେଇଯାଇଛି, ହିରୋଇନ ଦଉଛନ୍ତି କୁକୁରକୁ, ତାହେଲେ କଣ ଦଉଛନ୍ତି କହି ଲୋକ ଖେଳେଇବେ। ରାଇଟ୍। ହେଇ ଚାଲିଗଲେ, ଆଉ ନାହାନ୍ତି ଏଇ ଅଭିନେତା, ଜାଣିବା ପାଇଁ ଏଇ ଭିଡିଓ ଦେଖନ୍ତୁ। ଆପଣ କହିବେ ସାର୍ କୋଉ ଅଭିନେତା ଚାଲିଗଲେ, ହଠାତ୍ ଆମେ ଘରେ ବସିଛୁ ଜାଣି ପାରିଲୁନୁ। ମଣିଷ ଟେନସନ ହେଇ ଖେଳିଦେଲା ବେଳକୁ ସେ ଅଭିନେତା ଫିଲ୍ମରେ ମରିଯାଇଛନ୍ତି। ହୁଁ ହୁଁ ହୁଁ। ଗୋଟେ ଫିଲ୍ମର ସିନ୍ ଥିଲା, ସେଥିରେ ସେ ଅଭିନେତା ମରିଛନ୍ତି, କିନ୍ତୁ ସତରେ ବଞ୍ଚିଛନ୍ତି। ଏଇଟା ହେଲା ନ୍ୟୁଜ। ବୁଝିପାରିଲେ ନା ନାଇଁ? ତ ମୁଁ ଆଚ୍ଛା। ଯୋଉ ଜାଗାରେ କହିଥିବି ଯେ ୟୁଟ୍ୟୁବ ଅନେକ ଲୋକଙ୍କୁ କୋଟିପତି ବନେଇଛି, ହୁଁ ଆମେ ବି ସେମିତି ସେଇ ଧାରାରେ ଗୋଟେ ସେଇ ଭଳିଆ କଥା, ଆମେ କୋଟିପତି ନୁହଁ ଆଗେ। ହୁଁ କେବେ ପର୍ସନାଲ କଥା ହେଲେ ମୁଁ ଆପଣଙ୍କୁ ନିଜସ୍ୱ କଥା କହିବି, କିନ୍ତୁ ହୁଁ। ସେଇ ଯୋଉ କଥା ଟିକେ କାଟିଦେବେ, ଟୁକୁନା ହେଲେ କୋଟିପତି, ମତେ ନାଇଁ ଫସେଇ ଦେଲେ ଏମିତି। ନାଇଁ, ମୁଁ ଏଇଥିପାଇଁ କହୁଛି, ଆମର ଯେତେ ହଁ ପଡକାଷ୍ଟ ହୁଏ ସେଥିରୁ କିଛି ଗୋଟେ ଭ୍ୟାଲୁ ଜେନେରେଟ ହୁଏ। ସେ ହଁ ହଁ ପଡକାଷ୍ଟ ହଁ ର କିଛି ଭ୍ୟାଲୁ ଥାଏ, ଲୋକଙ୍କ ଉପରେ ଗୋଟେ ସୁପ୍ରଭାବ ପଡେ। ଟୁକୁନା ଭାଇ, ମୁଁ ନିହାତି। ଏଇଥିପାଇଁ କହୁଛି ଯେ ଆପଣଙ୍କର ପଡକାଷ୍ଟ କୁ, ଆମର ଏଇ ଯୋଉ ପଡକାଷ୍ଟ କୁ ବହୁତ ଜଣ ଦେଖିବେ, କଣ୍ଟେଣ୍ଟ କ୍ରିଏଟରରେ ଇଚ୍ଛା ଥିବ, ସାହସ ଉପୁଜୁ ନଥିବ ବା ସାହସ ଦେଖନ୍ତୁ, କରିପାରୁନଥିବେ, ତ ସେମାନଙ୍କ ପାଇଁ ଆପଣ କଣ ଦେଇପାରିବେ? ଯେ ସିରିୟସଲି ମୁଁ ଟୁକୁନା ଷ୍ଟାଇଲିଷ୍ଟ ୟୁଟ୍ୟୁବ କରିକି ଗୋଟେ ଲକ୍ଷପତି ବନି ନିହାତି ନିହାତି ଗୋଟେ ବଡ କଥା ଥିବେ ନା ହେଲା, ନାଇଁ? ହଁ ନିହାତି, ଗୋଟେ ବଡ କଥା ହେଲା, ୟୁଟ୍ୟୁବ ମତେ ପାଖାପାଖି ଆ ପାଖାପାଖି ଗୋଟେ 70 ଲକ୍ଷ ଟଙ୍କା କି କୋଟିଏ ଟଙ୍କା ପାଖାପାଖି ଇନକମ ଦେଇଛି। ଓକେ କାହିଁକି ଦେଇଛି? ମୁଁ ତା ଦେହରେ 100 କୋଟି ଟଙ୍କାର ପରିଶ୍ରମ କରିଛି, ହେଲା, ଓକେ 150 କୋଟି ଟଙ୍କାର ସମୟ ଦେଇଛି, ଠିକ 300 କୋଟି ଟଙ୍କାର ଖାଇବା ପିଇବା ଛାଡିକି ମୁଁ ଉପାସ ରହିଛି। ରାଇଟ ସେଥିପାଇଁ ମତେ ୟୁଟ୍ୟୁବ ଦେଇଛି। ରାଇଟ 400 କୋଟି ଟଙ୍କାର ଲୋକଙ୍କ ଗୋଡ ତଳେ ପଡିଛି, ଭାଇ ଟିକେ କ୍ୟାମେରା ଦବ, ଟିକେ ସୁଟିଂ ହବ।
ଆଜ୍ଞା ସରି। ଆପଣଙ୍କ ଦୁଆର ମୁହଁରେ ଟିକେ ସୁଟିଂ କରିପାରିବି କି? ଖାଲି ଗେଟ୍ ଭିତରୁ ମୁଁ ଟିକେ ବାହାରିଥାନ୍ତି, ଗୋଟେ ସିନ୍ ଟେ ଥିଲା ତ, ଆମର ଏଠି ଆଜ୍ଞା ଘର ଦ୍ୱାର ନାହିଁ, ହୁଁ ବୁଝିପାରୁଛନ୍ତି ତ ଆପଣ? ନାଇଁ ନାଇଁ ନାଇଁ, ଆମ ଗେଟ୍ ସାମ୍ନାରେ କିଛି ସୁଟିଂ କରନି, ସେପଟେ ତାଙ୍କ ଘର, ଆଉ ଖରାପ ଭାବିବନି, ଆମ ଗେଟ୍ ସାମ୍ନାରେ କରନି। ଖରା ବେଳେ ଯଦି କୋଉଠି ସୁଟିଂ ହଉଥିବ, ଖାଇବାକୁ କାହା ପିଣ୍ଡାରେ ବସି ଯାଇଛୁ, କଣ ଏଠି ଆମ ପିଣ୍ଡାରେ କଣ ଆଜ୍ଞା, କଣ ସୁଟିଂ, ଆପଣଙ୍କର କଣ ସଂସ୍ଥା କଣ? ମାନେ ଏମିତି ବି ଅଛି, ଲୋକ ଆମକୁ ସୁଟିଂ ସେଟ ରେ ବି ଗୋଟେ ଗୋଟେ ଜାଗାରେ ବୁଝନ୍ତିନି ଯେ ଆମେ କଣ କରୁଛୁ। ଗୋଟେ ଜାଗାରେ ଆମକୁ ନ୍ୟୁଜ ବାଲା ଭାବିକି, ଏଇ ଯୋଉ କିଛି ଲୋକ ବଦମାସି କରନ୍ତି, ଏ ରାସ୍ତା କାମ ଏଟା ହେଇନି ସେଟା ହେଇନି, ଭାବିକି ବି ବହୁତ ଖରାପ ଭାଷାରେ ଶୋଧିଛନ୍ତି ଗୋଟେ ଗୋଟେ ଜାଗାରେ। ତାକୁ ଶୁଣିଲା ପରେ ଯାଇକି ୟୁଟ୍ୟୁବ ଆମକୁ ପଇସା ଦେଇଛି। ବହୁତ କଷ୍ଟରେ ଗୋଟେ କଣ୍ଟେଣ୍ଟ କ୍ରିଏଟ ହଉଛି, କାହିଁକି ନା ଏଟା ଓଲିଉଡ ଇଣ୍ଡଷ୍ଟ୍ରି। ଏଠି ସିନେମାର ପରିସ୍ଥିତି ଆପଣ ବୁଝିଛନ୍ତି, ୟୁଟ୍ୟୁବ କଣ ଆପଣ ଜାଣିପାରୁଥିବେ। କିନ୍ତୁ ଗୋଟେ ବଡ କଥା ହେଲା, ୟୁଟ୍ୟୁବ ଏମିତି ଗୋଟେ ଲକ୍ଷ୍ମୀ ସଂସ୍ଥା, ସମସ୍ତଙ୍କୁ କିଛି ନା କିଛି ତା ତରଫରୁ ଦେଇଛି। ଗାଡି ଦେଇଛି, କ୍ୟାମେରା ଦେଇଛି, ଘୋଡା ଦେଇଛି, ସବୁ ଦେଇଛି, ଘର ଦେଇଛି। ମତେ ତ ୟୁଟ୍ୟୁବ ସବୁ ଦେଇଛି, ମୁଁ କହିବି। ଗାଡି ଦେଇଛି, ଘର ଦେଇଛି, ସବୁ ଦେଇଛି। ମୁଁ ଶାନ୍ତିରେ ଅଛି। ମତେ ୟୁଟ୍ୟୁବ, ଇନଷ୍ଟାଗ୍ରାମ, ସୋସିଆଲ ମିଡିଆ ସମସ୍ତ ପ୍ରକାର ଜିନିଷ ଦେଇଛି, ଯାହା ମୁଁ ମୋ ଜୀବନରେ କେବେ ଭାବିବି ନଥିଲି। କିନ୍ତୁ ମୁଁ ୟୁଟ୍ୟୁବ କୁ ମୋ ଜୀବନର ଗୋଟେ 20%, 50% ସମୟ ଦେଇଛି, 80% ସମୟ ଦେଇଛି କହିଲେ ଚଳେ। ସବୁବେଳେ ବସିଲେ ଉଠିଲେ, ଭାଇ କଣ୍ଟେଣ୍ଟ କଣ କରିବା କହିଲ? ଗୋଟେ ହୋଲି ପାଇଁ ଗୋଟେ କଣ୍ଟେଣ୍ଟ କହିଲ। ଆଉ ମୋ ମୁଣ୍ଡରେ ଏଇନା ଚାଲିଛି ଯେ ମୁଁ ହୋଲି ପାଇଁ କଣ ତିଆରି କରିବି, ବୁଝିଲେ କି ନା? ତ ସେଇ ଜିନିଷଟା ଆମେ ଦେଇଛେ ବୋଲି ପାଇଛେ, ଆଉ ବଡ କଥା କିଛି ନାହିଁ। ତ ଯୋଉମାନେ କ୍ରିଏଟ କରିବାକୁ ଚାହୁଁଛନ୍ତି, ବଡ କଥା ହେଲା ସେମାନେ କରିପାରିବେ। ଗୋଟେ ଏକାଗ୍ରତା ଦରକାର। ଆଉ ଦ୍ଵିତୀୟ କଥା ହଉଛି, କେବେ ଭାବିବେନି ଯେ ଆମେ ସର୍ଟକଟ ରେ କରିକି ଉପରକୁ ପଳେଇବୁ। ଏଥର ଭାଷା କହିକି 3ଟା ଭିଡିଓ କରିଦେଲୁ, ତୁ ମୋ ଇଏ କହିକି ଗୋଟେ ଭିଡିଓ କରିଦେଲୁ, ସେଇ ଭିଡିଓଟା 1 ମିଲିୟନ ପଳେଇଲା। ତାହେଲେ କଣ ହବ? ଏମିତି ବି କ୍ରିଏଟର କରୁଛନ୍ତି। ତାହେଲେ କଣ ହବ? ଆପଣ ଖାଲି ଲୋକ ଦେଖିକି ହେଁ 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 କଣ କରୁଛି ହେଁ 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 ଏମିତି ହସିବେ, କିନ୍ତୁ ଯେତେବେଳେ ଆପଣଙ୍କ କଥା ପଡିବ, ତା କଥା କହନା, ସିଏ ଗୋଟେ ଝାଟିଆ ଆକ୍ଟର, ଏଇଆ ଶୁଣିବାକୁ ପଡିବ ଲୋକଙ୍କ ଠାରୁ। ହେଲା। ଓକେ, ତ ସୋ ଧନ୍ୟ- ହଁ, ମୁଁ ମାନେ ଯେହେତୁ ଆମେ ମାନେ ପଡକାଷ୍ଟ ର ଶେଷ ପର୍ଯ୍ୟାୟରେ ପହଞ୍ଚିଲେଣି, ଟୁକୁନା ଭାଇ, ଆମର ଏଇ ଯୋଉ ପଡକାଷ୍ଟ ବା ଲାଇଭ ଯୋଉ ଆମର ରହୁଛି କନଭରସେସନ, ଏଥିରେ ଅନକଟ, ଆଜ୍ଞା। ମାନେ ଇଏ ଜମାରୁ କଟ ନୁହଁ। ଆପଣ ଯେତେ ହୁଁ। ପଡକାଷ୍ଟ ଯାଇଛନ୍ତି ସବୁଠି ତ କଟ ହୁଏ। ଆପଣ ଆପଣ ଆପଣଙ୍କ ଘରେ, ମୁଁ ମୋ ଘରେ, ଆଉ କଟାକଟି କୋଉଠୁ ହବ? ଆଜ୍ଞା, ସୋ ମୁଁ ସେଇ କଥା କହି ରଖେ, ଆପଣ ସତ କଥା କହିବେ ଏଠି, ଯେହେତୁ ଆମ ହୁଁ। ଲାଇଫ କୁ ଆଗକୁ ମଧ୍ୟ ବହୁତ ଜଣ ଦେଖିବେ କିମ୍ବା ଦେଖୁଛନ୍ତି। ବର୍ତ୍ତମାନ ଟୁକୁନା ଷ୍ଟାଇଲିଷ୍ଟ କୋଉଠି ରୁହନ୍ତି? ମୁଁ ହଷ୍ଟେଲରେ ରହୁଛି। ଆପଣ ତ କହିଲେ ଏବେ ମତେ, ଗାଡି ଦେଇଛି, ଘୋଡା ଦେଇଛି, ଘର ହଁ ଦେଇଛି, ସବୁ ସବୁ ଦେଇଛି, ଦେଇଛି ମୁଁ ଆପଣଙ୍କୁ। ଘର କରିଛି। ବାପା ମା ଗାଁ ରେ ରହୁଛନ୍ତି, ଘର ସୁନ୍ଦର ଘର ହେଇଛି। ଆଉ ସୁନ୍ଦରିଆ ରୁମ ହେଇଛି, ସବୁ ବାପା ମା ରହୁଛନ୍ତି ଖୁସିରେ। ଗାଡି ହଷ୍ଟେଲ ବାହାରେ ଥୁଆ ହେଇଛି, ଯଦି କହିବେ ଏବେ କ୍ୟାମେରା ବୁଲେଇକି ବାହାରେ ଦେଖି ଆସିବି। ଗାଡି ଓକେ। ହଷ୍ଟେଲ ବାହାରେ ଘୋଡା ହେଇକି ଥୁଆ ହେଇଛି। ଜିନିଷ ପତ୍ର ହଷ୍ଟେଲ ଭଳିଆ ଅଛି। ରୁମ ହଷ୍ଟେଲ ଭଳିଆ ରୁମ। ମୁଁ ଖାଲି ଥରେ, ଆପଣ ଯଦି କହିବେ ମୁଁ ଦେଖିଦଉଛି, ଦେଖନ୍ତୁ ମୋର ଏଇଟା ହଷ୍ଟେଲ ଭଳିଆ ରୁମ। କଣ ପଡିଛି କଣ ନାହିଁ ଆପଣ ବୁଝିଗଲେ ତ? ଇଏ ଓକେ, ହଉଛି ମୋ ଲାଇଫ। ଓକେ, ହେଲା। ଆମେ ଦେଖୁଥିଲୁ ଆପଣଙ୍କ କାନ୍ଥରେ ବହୁତ ସାରା ମାନପତ୍ର ବା ସମ୍ମାନ ପତ୍ର ରହିଛି। ମାନେ ସମ୍ମାନ ଜଣେଇବା ବା ଆପଣଙ୍କୁ କିଛି ଗୋଟେ କୋଉଠିକି ଡାକି ସମ୍ମାନିତ କରିବା, ଆପଣଙ୍କୁ କେତେ ମାୟନା ରଖେ ସେଟା, ମାନେ କେତେ ଇମ୍ପୋର୍ଟାଣ୍ଟ ଆପଣଙ୍କ ଭାଇ ପାଇଁ? ଭାଇ ସମ୍ମାନିତ ହବା ପାଇଁ ମାନେ ଏତେ ଖୁସି ଲାଗେ, ଯୋଉଠି ସମ୍ମାନିତ କରନ୍ତି ଏତେ ଭଲ ଲାଗେ। ମାନେ ମତେ ଲାଗେ ଯେମିତି ଗୋଟେ ସ୍ୱର୍ଗରୁ ଆଶୀର୍ବାଦ ମିଳିଲା ଭଳିଆ। ଲୋକ ଆସି କୁଣ୍ଢେଇ ପକେଇ, କାନ୍ଧରେ ଉତ୍ତରୀୟ ପକେଇକି, ଫୁଲମାଳ ଦେଇକି, ଯୋଉ କଥା ମାନେ ଜୋଇଁ ଭଳିଆ ଫିଲ୍ ହୁଏ ସତରେ, ଯେ ଏତେ ଖୁସି। ଆଉ ଗୋଟେ ଓକେ। ବଡ କଥା, ମୁଁ କାହିଁକି ହଷ୍ଟେଲରେ ରହୁଛି ମୁଁ ସେଇଟା ବି କହିଦଉଛି। ଆମେ 5 ଜଣ ସାଙ୍ଗ ଥିଲୁ, ଯୋଉମାନେ କି 14 ବର୍ଷ ହେଲାଣି ଆମେ ସାଙ୍ଗ ହେଇକି ରହୁଛୁ। 5 ଜଣ ସାଙ୍ଗ। ଆମର ଗୋଟେ କଥା ଥିଲା ଯେ, ମୁଁ ଏକୁଟିଆ ଏଠୁ ବାହାରିକି ଉପରକୁ ଯିବାକୁ ଚାହେଁନି, କି ଭଲ ଘରେ ରହିବାକୁ ଚାହେଁନି। ସମସ୍ତେ ରହୁଛନ୍ତି, ସମସ୍ତେ ଚାକିରି କଲେଣି, ସମସ୍ତଙ୍କ ପରିସ୍ଥିତି ବଦଳିଲାଣି। ଏବେ ଏକାଥରେ ସମସ୍ତେ ସାଙ୍ଗ ହେଇକି ଘର ଛାଡିବୁ। ହେଲା, 8 ବର୍ଷ ମୁଁ ଏଇ ଯୋଉ ରୁମ ଟା କହୁଛି, ଏଇ ରୁମ ଆଉ ଏଇ ହଷ୍ଟେଲରେ ମୋର 8 ବର୍ଷ ହେଇଗଲା। ତା ପୂର୍ବରୁ 2 ବର୍ଷ ଆମେ ସେଠି ହଷ୍ଟେଲରେ ଥିଲୁ। ଟୋଟାଲ ଭୁବନେଶ୍ୱରରେ ମୋର 10 ବର୍ଷ ହେଇଗଲା। ଇଏ ଓକେ, ହେଲା ବହୁତ ସମୟ। ବଢିଆ କଥା। ନିହାତି ରୂପରେ ଆମେ ଆଶା କରିବୁ ଟୁକୁନା ଭାଇ ଆପଣ ଆଗକୁ ଯାଆନ୍ତୁ ବହୁତ। ଆପଣଙ୍କ ସାଥିରେ ମଧ୍ୟ ନେଇକି ବହୁତ ଜଣ କଳାକାରଙ୍କୁ ନେଇକି ଚାଲନ୍ତୁ। ଆପଣ ହୁଏତ ଓଡିଶାର କଳାକାର ମାନଙ୍କ ଭିତରେ ଶ୍ରେଷ୍ଠ ଜାଗାରେ ପହଞ୍ଚନ୍ତୁ ମଧ୍ୟ। ସମସ୍ତେ ଆପଣଙ୍କୁ ଭଲ ପାଇବା ଦିଅନ୍ତୁ, ପ୍ରତ୍ୟେକ ଘରେ ଘରେ। ଏମିତି ଜାରି ରହୁ ଆପଣଙ୍କର ଜୀବନ ଯାତ୍ରା। ଓକେ ଟୁକୁନା ଭାଇ, ଆମର ଯେତେବେଳେ ପଡକାଷ୍ଟ ହୁଏ, ସାଧାରଣତଃ ଆମେ ଲାଷ୍ଟ କ୍ୱେଶ୍ଚିନ୍ ଆପଣଙ୍କୁ ମୁଁ ପଚାରୁଛି। ପ୍ରତିବିମ୍ବ ହଉଛି ଆମର ଗୋଟେ ଏମିତି ଗୋଟେ ଏପିସୋଡ, ଆମେ ନିଜର ଓଡିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଏସବୁକୁ ବାହାରେ ପ୍ରଚାର ପ୍ରସାର କରୁଛୁ। କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ପ୍ରଚାର ପ୍ରସାର କରୁ। ଆମ ସହିତ ବିଭିନ୍ନ ସ୍ତରର ଲୋକମାନେ ମଧ୍ୟ ପଡକାଷ୍ଟରେ ଆସିକି ସାମିଲ ହେଇଛନ୍ତି, ସମାଜସେବୀଠୁ ଆରମ୍ଭ କରିକି ଫିଲ୍ମ ଇଣ୍ଡଷ୍ଟ୍ରି, ଇଭେନ ଦେଖିଛି ପୋଲିସ ମାନେ ଦେଖିଛି ଆସିଛନ୍ତି, ସବ୍ ଇନ୍ସପେକ୍ଟର ମାନେ ଆସିଛନ୍ତି ବହୁତ ଜଣ। ତ ଆପଣଙ୍କୁ ଆମର ପଡକାଷ୍ଟ ଆସିକି କଣ କେମିତି ଲାଗିଲା? ପ୍ରତିବିମ୍ବ ବିଷୟରେ ଆପଣ କଣ କହିବେ ଯଦି ଦେଖିଛନ୍ତି? ପ୍ରତିବିମ୍ବ ମାନେ ହଉଛି ଗୋଟେ ଜିନିଷର ଛାଇ।
ହୁଁ, ଗୋଟେ ଜିନିଷରେ ଛାଇ ପ୍ରତିବିମ୍ବ ସୃଷ୍ଟି ହୁଏ, ମିରରରେ ପ୍ରତିବିମ୍ବ ସୃଷ୍ଟି ହୁଏ। ତ ପ୍ରତିବିମ୍ବ ଏଇ କଥା ଦର୍ଶାଏ ସବୁବେଳେ ଯେ ତମେ ମଣିଷ ଯାହା ଅଛ ସେଇଆ ରୁହ। ହେଲା, ଓକେ। ଗୋଟେ ଗୀତ ନଥିଲା, ଋତୁ ଆସି ଋତୁ ଚାଲିଯାଏ ଗଲା ପରି ଯୌବନ ଚାଲିଯାଏ, ବୁଝି ହୁଏ ନାହିଁ କେବେ ଧୀରେ ଧୀରେ ବୟସ ବଦଳିଯାଏ। ଆଇନାରେ କାଚ ବଦଳେ ନାହିଁ ରେ, ହେଲେ ଏ ଚେହେରା ବଦଳିଯାଏ। ତ ଆପଣଙ୍କର ଯୋଉ ପ୍ରତିବିମ୍ବ ଏଇଆ ଦେଖଉଛି ତୁ ଚେହେରା ବଦଳି ଯାଇଛି, ତୁ ଦିନେ ଚାଲିଯିବୁ, କିଛି ରହିବନି। ସତ୍ୟତା ହଉଛି ଏଇଆ, ବଡ କଥା। ଦ୍ଵିତୀୟ କଥା ହଉଛି, ପିଲାମାନେ ବାହାରେ ରହିଲା ପରେ ନିଜ ବାପାଙ୍କୁ ବି 8 ଦିନେ ଥରେ କଲ୍ କରୁଛନ୍ତି। ଏବେ ଜଣେଙ୍କର ଇଣ୍ଟରଭ୍ୟୁ ଦେଖୁଥିଲି, ତାଙ୍କ ପିଲାମାନେ ରହିଲା ପରେ ବାହାରେ କହୁଛନ୍ତି ବାପା ଯଦି ଚାଲିଗଲେ ଆପଣ ଟିକେ କେମିତି କଣ ଶବ ସତ୍କାର କରିଦିଅନ୍ତୁ, ଆମେ ପଇସା ପଠେଇ ଦଉଛୁ। ତ ଯୋଉଠି ପିଲାମାନେ ବାପା ମାଙ୍କୁ ଭୁଲି ଯାଉଛନ୍ତି, ସେଠି ଆପଣ ବିଦେଶରେ ରହିକି ଆମ ମାନଙ୍କୁ ମନେ ରଖିଛନ୍ତି, ଆମ କଳା ମାଟିକୁ ମନେ ରଖିଛନ୍ତି। ଏଠିକା ଛୁଆ କୋରିଆନ ଡ୍ରାମା ଦେଖି ନଷ୍ଟ, ଫେପ୍ ଦେଖି ଉଚ୍ଛନ କରୁଛନ୍ତି। ଆପଣ ସେଠି ରହିକି ଆମକୁ ମନେ ରଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ମାଟିର କଳା ଓ ଐତିହ୍ୟକୁ ମନେ ରଖିଛନ୍ତି। ଆଠୁ ବଡ କଥା କିଛି ହେଇନପାରେ। ଗୋଟେ ବିଶାଳ ହୃଦୟର ଲୋକ ନହେଲେ, କି ବିଶାଳ ହୃଦୟର ବ୍ୟକ୍ତିତ୍ବ ନହେଲେ ପ୍ରତିବିମ୍ବ ସୃଷ୍ଟି ହେଇପାରିବ ନାହିଁ, କି ଗୋଟେ ଭଲ ପ୍ରତିବିମ୍ବ ସୃଷ୍ଟି ହେଇପାରିବନି, କି ଏମିତିଆ ମାହୋଲ ତିଆରି ହେଇପାରିବ ନାହିଁ। ତ ବଡ କଥା, ପ୍ରତିବିମ୍ବକୁ ଆସିକି ବହୁତ ଖୁସି ଲାଗିଲା। ଆଉ ବର୍ଷକ କଥା ଯୋଉ ଟାଇମ ଆପଣଙ୍କୁ ଦେଇଥିଲି, ବର୍ଷେ ଟାଇମ ଗଡିଗଲା, ସେଥିପାଇଁ ମୁଁ ସରି କହୁଛି ଯେ ବହୁତ କଥା ବେଳେ ବେଳେ ରହିଯାଏ। ସତ କଥା, ବହୁତ କଥା ରହିଯାଏ, ବହୁତ ଜିନିଷ ହେଇଯାଏ ଲାଇଫରେ। ମୁଁ ଟିକେ ବହୁତ ଦବିଗଲି ବର୍ଷଟେ ମୋ ଲାଇଫରେ ପୁରା ବସିଗଲି, ବହୁତ ସାରା କଥା ଥିଲା। ତ ବଡ କଥା, ପ୍ରତିବିମ୍ବକୁ ଆସି ଖୁସି ଲାଗିଲା। ଏମିତି ଆପଣ ସବୁବେଳେ ସମସ୍ତଙ୍କର ପ୍ରତିବିମ୍ବ ସାମ୍ନାକୁ ଆଣନ୍ତୁ, ଆଉ ଓଡିଶାର କଳା ମାଟି ଐତିହ୍ୟ, ଜଗନ୍ନାଥଙ୍କର କଥା, ଆଉ ଆମ ଠାକୁରଙ୍କୁ ଆପଣ ସବୁବେଳେ ଏମିତି ଆଗରେ ରଖିବେ। ନିହାତି ରୂପେ ଚନ୍ଦନ ଭାଇ, ଆପଣଙ୍କର ଏଇ ୱାର୍ଡ ସତରେ ଆମର ମାନେ ହୃଦୟକୁ ଛୁଇଁଲା। କାରଣ ମତେ ଖୁସି ଦେଲା, ଯେହେତୁ ମୁଁ ଦୀର୍ଘ ବର୍ଷ ଧରିକି ଚେଷ୍ଟା କରୁଛି, ପରିଶ୍ରମ କରୁଛି ଯେ ଆମର ଓଡିଶାର ସଂସ୍କୃତି ପରମ୍ପରା ବାହାରେ ଆସୁ। ଆମର କଳାକାର ମାନେ ହଉ, ଆମର ଓଡିଶାରେ ଯୋଉମାନେ ଲୁକାୟିତ ପ୍ରତିଭା ବା ପ୍ରତିଷ୍ଠିତ ପ୍ରତିଭା ମାନେ ଅଛନ୍ତି, ତାଙ୍କୁ ଦେଖିକି ଅନ୍ୟମାନେ କିଛି ଶିଖନ୍ତୁ। ତ ଏହା ଆମର ପ୍ରୟାସ ଜାରି ମଧ୍ୟ ଆଗକୁ ରହିବ। ଆପଣ ଆସିଲେ ଆମକୁ ବହୁତ ଖୁସି ଲାଗିଲା। ପ୍ରତିବିମ୍ବ ପାଇଁ ଆମେ ନିହାତି ଉପରେ ଏବଂ ଆପଣଙ୍କ ପାଇଁ ମଧ୍ୟ ଗର୍ବିତ। ଧନ୍ୟବାଦ ଟୁକନ ଭାଇ, ଜୟ ଦେଖା ହବ ଜଗନ୍ନାଥ, ଯଦି ଧନ୍ୟବାଦ। ଭାଗ୍ୟରେ ଥିବ ଆଉ ଦେଖ, ଗୋଟେ ଏପିସୋଡରେ ଦେଖା ହବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।